ଆଜି ଆମେ ଦଶମ ଶ୍ରେଣୀ ଭୌତିକ ବିଜ୍ଞାନର ତୃତୀୟ ଅଧ୍ୟାୟ ଯାହାକି ଧାତୁ ଅଧାତୁ ଏହି ବିଷୟଟିକୁ ଆଜି ଆମେ ପଢ଼ିବା। ତମେ ଜାଣିଛ କି ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ପ୍ରତ୍ୟେକ ଦିନ ଅନେକ ଧାତୁ ବ୍ୟବହାର କରୁଛୁ, ଯେପରିକି ଘର, ଗାଡ଼ି, ରୋଷେଇ ବାସନ ସବୁଠି ଧାତୁର ବ୍ୟବହାର ରହୁଛି। ଏବେ ଚାଲ ଜାଣିବା ଧାତୁର କିଛି ଉଦାହରଣ ଏବଂ ସେମାନଙ୍କର ବ୍ୟବହାର। କିଛି ଧାତୁର ଉଦାହରଣ ହେଲା ଯେପରିକି ସୋଡ଼ିୟମ, ପୋଟାସିୟମ, ଲିଥିୟମ, ବେରିୟମ, ମାଗ୍ନେସିୟମ, ତମ୍ବା, ଆଲୁମିନିୟମ ଏବଂ ଜିଙ୍କ। ଲୁହା ଏବଂ ଇସ୍ପାତ ବହୁତ ଶକ୍ତ ହୋଇଥାଏ, ସେଥିପାଇଁ ତାକୁ ଆମେ ଘର, ବ୍ରିଜ, ବଡ଼ ବଡ଼ କୋଠା ଓ ଅଟ୍ଟାଳିକା ତିଆରିରେ ଏହାକୁ ଆମେ ବ୍ୟବହାର କରିଥାଉ। ତମ୍ବା ଓ ଆଲୁମିନିୟମ ବିଦ୍ୟୁତର ଭଲ ପରିବାହକ, ଅର୍ଥାତ୍ ସେମାନେ ବିଦ୍ୟୁତକୁ ସହଜରେ ପ୍ରବାହିତ କରିଥାନ୍ତି। ସେଥିପାଇଁ ଘରର ବିଦ୍ୟୁତ ତାର ମୁଖ୍ୟତଃ ତମ୍ବା କିମ୍ବା ଆଲୁମିନିୟମରେ ତିଆରି କରାଯାଇଥାଏ। ଆଲୁମିନିୟମ ଓ ଷ୍ଟେନଲେସ୍ ଷ୍ଟିଲ୍ ତାପର ଭଲ ପରିବହନ ଏବଂ ସହଜରେ କଳଙ୍କ ଧରେ ନାହିଁ, ସେଥିପାଇଁ ସେମାନଙ୍କୁ ହାଣ୍ଡି, କଡ଼େଇ, ଥାଳି ଓ ଅନ୍ୟାନ୍ୟ ରୋଷେଇ ବାସନ ତିଆରିରେ ବ୍ୟବହାର କରାଯାଇଥାଏ। ଯାନବାହନ ତିଆରିରେ ଯେପରିକି କାର, ବସ୍, ଟ୍ରକ୍, ଟ୍ରେନ୍, ବିମାନ ଇତ୍ୟାଦି ତିଆରିରେ ଲୁହା, ଇସ୍ପାତ ଓ ଆଲୁମିନିୟମ ପରି ବିଭିନ୍ନ ଧାତୁର ବ୍ୟବହାର ହୋଇଥାଏ, କାରଣ ଏଗୁଡ଼ିକ ଶକ୍ତ ହେବା ସହିତ ଦୀର୍ଘସ୍ଥାୟୀ ମଧ୍ୟ ଅଟନ୍ତି। ସୁନା, ରୂପା ଓ ପ୍ଲାଟିନମ ଚକଚକିଆ ହେବା ସହିତ ସହଜରେ କଳଙ୍କ ଧରେ ନାହିଁ, ତେଣୁ ଏହି ଧାତୁ ଗୁଡ଼ିକ ଦ୍ୱାରା ସୁନ୍ଦର ଗହଣା ସବୁ ତିଆରି କରାଯାଇଥାଏ। ଆମେ ଯେଉଁ କଏନ୍ ଗୁଡ଼ିକ ବ୍ୟବହାର କରୁଛୁ ସେଗୁଡ଼ିକ ମଧ୍ୟ ତମ୍ବା, ନିକେଲ ଓ ଅନ୍ୟାନ୍ୟ ଧାତୁର ମିଶ୍ରଣରେ ତିଆରି ହୋଇଥାଏ। କୃଷି ଉପକରଣ ଯେପରିକି ହଳ, କୋଦାଳ, କୁରାଢ଼ୀରେ ମଧ୍ୟ ଲୁହା କିମ୍ବା ଇସ୍ପାତର ବ୍ୟବହାର କରାଯାଇଥାଏ, କାରଣ ଏଗୁଡ଼ିକ ବହୁତ ଶକ୍ତ ଏବଂ ସହଜରେ ଭାଙ୍ଗେ ନାହିଁ। ଡାକ୍ତରମାନେ ବ୍ୟବହାର କରୁଥିବା ସର୍ଜିକାଲ ଯନ୍ତ୍ରଗୁଡ଼ିକ ଅଧିକାଂଶ ଷ୍ଟେନଲେସ୍ ଷ୍ଟିଲରେ ତିଆରି ହୁଏ, କାରଣ ଏଥିରେ ସହଜରେ କଳଙ୍କ ଧରେ ନାହିଁ ଏବଂ ଏହାକୁ ସଫା ଓ ଜୀବାଣୁମୁକ୍ତ ରଖିବା ସହଜ। ଆମେ ଏଠୁ କ'ଣ ଦେଖିଲୁ? ଆମେ ଏଠୁ ଦେଖିଲୁ ଯେ ଧାତୁ ଆମର ଦୈନନ୍ଦିନ ଜୀବନର ପ୍ରାୟ ସବୁ କ୍ଷେତ୍ରରେ ବ୍ୟବହାର ହୁଏ। ସେମାନଙ୍କର ଶକ୍ତ, ଚମକ ଓ ବିଦ୍ୟୁତ ଓ ତାପ ପରିବାହିତା ପରି ଗୁଣ ଯୋଗୁଁ ସେଗୁଡ଼ିକ ଏତେ ଉପଯୋଗୀ ହୋଇପାରୁଛି। ଆମେ ଲୁହା, ତମ୍ବା, ଆଲୁମିନିୟମ ଭଳି ଧାତୁ ପ୍ରତ୍ୟେକ ଦିନ ବ୍ୟବହାର କରୁଛୁ, କିନ୍ତୁ ତମେ ଜାଣିଛ କି ଧାତୁର ଏପରି ଗୁଣ ଅଛି ଯାହା ପାଇଁ ଏଗୁଡ଼ିକ ଏତେ ଉପଯୋଗୀ। ଚାଲ ଏବେ ଧାତୁର ଭୌତିକ ଧର୍ମଗୁଡ଼ିକୁ ସରଳ ଭାଷାରେ ବୁଝିବା। ପ୍ରାୟ ସମସ୍ତ ଧାତୁ ସାଧାରଣ ତାପମାତ୍ରାରେ କଠିନ ଅବସ୍ଥାରେ ରହିଥାନ୍ତି, କିନ୍ତୁ ପାରଦ ଏକମାତ୍ର ଧାତୁ ଯାହା ସାଧାରଣ ଅବସ୍ଥାରେ ମଧ୍ୟ ତରଳ ଅବସ୍ଥାରେ ରହିଥାଏ। ଅଧିକାଂଶ ଧାତୁ ବହୁତ ଶକ୍ତ ହୋଇଥାନ୍ତି, ସେଥିପାଇଁ ତାକୁ ଘର, ବ୍ରିଜ ଏବଂ ଯାନବାହନ ତିଆରିରେ ବ୍ୟବହାର କରାଯାଇଥାଏ। କିନ୍ତୁ ସୋଡ଼ିୟମ, ପୋଟାସିୟମ ଓ ଲିଥିୟମ ଭଳି କ୍ଷାର ଧାତୁ ବହୁତ ନରମ ହୋଇଥାନ୍ତି, ଏଗୁଡ଼ିକୁ ଆମେ ଛୁରୀ ଦ୍ୱାରା ମଧ୍ୟ ସହଜରେ କାଟିପାରିବା। ଧାତୁର ପୃଷ୍ଠ ଚକଚକିଆ ହୋଇଥାଏ, ଏହି ଗୁଣକୁ ଧାତୁର ଔଜ୍ଜ୍ୱଲ୍ୟତା ବୋଲି କୁହାଯାଇଥାଏ। ଏହି ଔଜ୍ଜ୍ୱଲ୍ୟତା କାରଣରୁ ସୁନା, ରୂପା ପରି ଧାତୁରେ ଅଳଙ୍କାର ତିଆରି କରାଯାଇଥାଏ। ଧାତୁ ଧ୍ୱନି ସୃଷ୍ଟି କରିଥାଏ, ସେଥିପାଇଁ ଧାତୁକୁ ଘଣ୍ଟା, ଘଣ୍ଟି ଓ ବାଦ୍ୟଯନ୍ତ୍ରରେ ମଧ୍ୟ ବ୍ୟବହାର କରାଯାଇଥାଏ। ଅଧିକାଂଶ ଧାତୁକୁ ତରଳ କିମ୍ବା ବାଷ୍ପରେ ପରିଣତ କରିବା ପାଇଁ ବହୁତ ଅଧିକ ତାପ ଆବଶ୍ୟକ ହୋଇଥାଏ, ତେଣୁ ଆମେ ଧାତୁର ଗଳନାଙ୍କ ଓ ସ୍ଫୁଟନାଙ୍କ ସାଧାରଣତଃ ଅଧିକ ବୋଲି ଆମେ କହିଥାଉ। କିନ୍ତୁ ଗାଲିୟମ ଏବଂ ସିସିୟମର ଗଳନାଙ୍କ ବହୁତ କମ୍ ହୋଇଥାଏ। ଧାତୁକୁ ପିଟିଲେ ତାହା ପତଳା ବା ଚେପ୍ଟା ହୋଇଯାଇଥାଏ, ଏହି ଗୁଣକୁ ଧାତୁର ନମନୀୟତା ବୋଲି କୁହାଯାଇଥାଏ। ଯଦି ଆମେ ଧାତୁକୁ ଗରମ କରିକି ଟାଣିବା ତାହେଲେ ତାହା ଲମ୍ବା ହୋଇଯାଇଥାଏ, ଏହି ଗୁଣକୁ ଧାତୁର ତନ୍ୟତା ବୋଲି କୁହାଯାଇଥାଏ। ସୁନା ସବୁଠାରୁ ଅଧିକ ନମନୀୟ ଓ ତନ୍ୟ ଧାତୁ। ଆମେ ମାତ୍ର 1 ଗ୍ରାମ ସୁନାରୁ 2 କିଲୋମିଟର ଲମ୍ବାର ତାରରେ ପରିଣତ କରିପାରିବା। ଧାତୁ ତାପ ଓ ବିଦ୍ୟୁତକୁ ସହଜରେ ପରିବହନ କରିଥାଏ, ତେଣୁ ଧାତୁକୁ ତାପ ଓ ବିଦ୍ୟୁତ ସୁପରିବାହୀ ବୋଲି କୁହାଯାଇଥାଏ। ରୂପା ଉତ୍ତମ ବିଦ୍ୟୁତ ପରିବାହକ ଅଟେ, କିନ୍ତୁ ରୂପା ବହୁତ ଦାମୀ ହୋଇଥିବାରୁ ତାକୁ ଆମେ ବିଦ୍ୟୁତ ତାର ତିଆରିରେ ବ୍ୟବହାର କରିପାରୁନାହିଁ, ତେଣୁ ତା ବଦଳରେ ଆମେ ତମ୍ବା ଓ ଆଲୁମିନିୟମକୁ ବ୍ୟବହାର କରିଥାଉ। ଆମେ ଧାତୁର ଭୌତିକ ଧର୍ମ ବିଷୟରେ ଜାଣିଲୁ, ଏବେ ଚାଲ ଧାତୁର ରାସାୟନିକ ଧର୍ମ ବିଷୟରେ ଜାଣିବା। ଧାତୁ ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା କରି ଧାତବ ଅକ୍ସାଇଡ୍ ସୃଷ୍ଟି କରିଥାଏ, ଯାହାକି ଏକ କ୍ଷାରୀୟ ଦ୍ରବଣ ଅଟେ। ଧାତୁ ଯେତେବେଳେ ଜଳ ସହ ରାସାୟନିକ ପ୍ରତିକ୍ରିୟା କରୁଛି, ସେତେବେଳେ ଧାତବ ହାଇଡ୍ରକ୍ସାଇଡ୍
ଏବଂ ହାଇଡ୍ରୋଜେନ ଗ୍ୟାସ ସେଥିମଧ୍ୟରୁ ଉତ୍ପନ୍ନ ହୋଇଥାଏ। ଧାତୁ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କରି ଲବଣ ଓ ହାଇଡ୍ରୋଜେନ ଗ୍ୟାସ ସୃଷ୍ଟି କରିଥାଏ। ଧାତୁ ଧାତବ ଲବଣ ସହ ବିସ୍ଥାପନ ପ୍ରତିକ୍ରିୟା କରିଥାଏ। ଧାତୁ ଅଧାତୁ ସହ ରାସାୟନିକ ପ୍ରତିକ୍ରିୟା କରି ଆୟନିକ ଯୌଗିକ ସୃଷ୍ଟି କରିଥାଏ। ଧାତୁ ଗୁଡ଼ିକ ଇଲେକ୍ଟ୍ରନ ଦାନ କରି ଯୁକ୍ତାତ୍ମକ ଚାର୍ଜରେ ପରିଣତ ହୋଇଥାନ୍ତି। ଏଗୁଡ଼ିକୁ ଆମେ ଆଗକୁ ପରୀକ୍ଷା ମାଧ୍ୟମରେ ବୁଝିବା। ଆମେ ଧାତୁ ବିଷୟରେ ଜାଣିଲୁ, ଏବେ ଚାଲ ଅଧାତୁ ବିଷୟରେ ଆମେ କିଛି ପଢ଼ିବା। ଅଧାତୁର କିଛି ଉଦାହରଣ ଯେପରିକି ହାଇଡ୍ରୋଜେନ, ଅକ୍ସିଜେନ, ନାଇଟ୍ରୋଜେନ, କାର୍ବନ, ସଲଫର ଏବଂ ବ୍ରୋମିନ୍। ଅମ୍ଳଜାନକୁ ଆମେ ଶ୍ୱାସକ୍ରିୟାରେ ବ୍ୟବହାର କରିଥାଉ। ଯେଉଁ ରୋଗୀମାନଙ୍କର ଶ୍ୱାସ ନେବାରେ ଅସୁବିଧା ହୋଇଥାଏ ସେମାନଙ୍କୁ ହସ୍ପିଟାଲରେ ଅକ୍ସିଜେନ ସପୋର୍ଟ ଦିଆଯାଇଥାଏ। ବାୟୁମଣ୍ଡଳରେ ପ୍ରାୟତଃ 78% ନାଇଟ୍ରୋଜେନ ଅଛି। ଏହା ସାର ତିଆରିରେ ବ୍ୟବହାର ହୋଇଥାଏ, ଯାହାକି ଫସଲ ବୃଦ୍ଧିରେ ସାହାଯ୍ୟ କରିଥାଏ। ସେହିଭଳି ନାଇଟ୍ରୋଜେନ ଗ୍ୟାସକୁ ଖାଦ୍ୟ ସଂରକ୍ଷଣରେ ମଧ୍ୟ ବ୍ୟବହାର କରାଯାଇଥାଏ। ତେଣୁ ନାଇଟ୍ରୋଜେନ ଗ୍ୟାସକୁ ଚିପ୍ସ ପ୍ୟାକେଟରେ ଭର୍ତ୍ତି କରାଯାଇଥାଏ। କାର୍ବନକୁ ଆମେ ପେନ୍ସିଲର ଗ୍ରାଫାଇଟ୍, କୋଇଲା, ଯାହାକି ଇନ୍ଧନରେ ଆମେ ତାକୁ ବ୍ୟବହାର କରିଥାଉ। ଗ୍ରାଫାଇଟ୍ ହେଉଛି ନରମ ଏବଂ ପିଛୁଳ। ଗ୍ରାଫାଇଟ୍ରେ ବିଦ୍ୟୁତ ପରିବହନ ହୋଇଥାଏ। ଗ୍ରାଫାଇଟ୍କୁ ଆମେ ପେନ୍ସିଲ ଓ ଇଲେକ୍ଟ୍ରୋଡରେ ବ୍ୟବହାର କରିଥାଉ। ହୀରା ହେଉଛି କାର୍ବନର ସବୁଠାରୁ କଠିନ ଅପର ରୂପ। ଏହାକୁ ଗହଣା ଏବଂ କାଟିବା ଉପକରଣରେ ବ୍ୟବହାର କରାଯାଇଥାଏ। ସଲଫରକୁ ଆମେ ସଲଫୁରିକ ଏସିଡ ତିଆରିରେ ବ୍ୟବହାର କରିଥାଉ। ଔଷଧ ଓ ମାଚିସ୍ ତିଆରିରେ ମଧ୍ୟ ବ୍ୟବହାର କରାଯାଇଥାଏ। ସେହିଭଳି କ୍ଲୋରିନକୁ ଆମେ ପିଇବା ପାଣିକୁ ଜୀବାଣୁମୁକ୍ତ କରିବା ପାଇଁ ଓ ଜଳ ବିଶୋଧନ ପାଇଁ ମଧ୍ୟ ବ୍ୟବହାର କରିଥାଉ। ସେହିଭଳି ଆୟୋଡିନକୁ କ୍ଷତ ସ୍ଥାନକୁ ଜୀବାଣୁମୁକ୍ତ କରିବା ପାଇଁ ଓ ଆୟୋଡିନ ଯୁକ୍ତ ଲୁଣ ତିଆରି କରିବା ପାଇଁ ଆମେ ବ୍ୟବହାର କରିଥାଉ। ଫସ୍ଫରସକୁ ମାଚିସ୍ ଓ ସାର ତିଆରିରେ ବ୍ୟବହାର କରାଯାଇଥାଏ। ଫସ୍ଫରସଟି ମାଚିସ୍ର ଘଷିବା ସ୍ଥାନରେ ବ୍ୟବହାର କରାଯାଇଥାଏ। ସଲଫରଟି ତାକୁ ଜୋରରେ ଜଳିବାରେ ସାହାଯ୍ୟ କରିଥାଏ ଏବଂ କାଠିରେ ନିଆଁକୁ ଧରାଇବାରେ ତାହା ସାହାଯ୍ୟ କରିଥାଏ। ଏବେ ଆମେ ଅଧାତୁର ରାସାୟନିକ ଗୁଣ ବିଷୟରେ ପଢ଼ିବା। କାର୍ବନ ଅକ୍ସିଜେନ ସହ ରାସାୟନିକ ପ୍ରତିକ୍ରିୟା କରି ଅଧାତୁ ଓ ଅଧାତବ ଅକ୍ସାଇଡ୍ ସୃଷ୍ଟି କରିଥାଏ। ଅଧାତବ ଅକ୍ସାଇଡ୍ଟି ହେଉଛି ଅମ୍ଳୀୟ ପ୍ରକୃତିର। କାର୍ବନ ଅକ୍ସିଜେନ ସହ ରାସାୟନିକ ପ୍ରତିକ୍ରିୟା କରି କାର୍ବନ ଡାଇଅକ୍ସାଇଡ୍, ସେହିଭଳି ସଲଫର ଅକ୍ସିଜେନ ସହ ରାସାୟନିକ ପ୍ରତିକ୍ରିୟା କରି ସଲଫର ଡାଇଅକ୍ସାଇଡ୍ ସୃଷ୍ଟି କରିଥାଏ। ଅଧାତୁ ଗୁଡ଼ିକ ଇଲେକ୍ଟ୍ରନ ଗ୍ରହଣ କରି ବିଦ୍ୟୁତାତ୍ମକ ଚାର୍ଜରେ ପରିଣତ ହୋଇଥାନ୍ତି। ସେହିଭଳି ଅଧାତୁ ଗୁଡ଼ିକ ଧାତୁ ସହ ରାସାୟନିକ ପ୍ରତିକ୍ରିୟା କରି ଆୟନିକ ଯୌଗିକ ସୃଷ୍ଟି କରିଥାନ୍ତି। ତମେ କେବେ ଭାବିଛ କି ମାଗ୍ନେସିୟମ ଫିତାକୁ ଜଳାଇଲେ କାହିଁକି ତାହା ଧଳା ରଙ୍ଗର ପାଉଡର ସୃଷ୍ଟି କରିଥାଏ, କିମ୍ବା ତମ୍ବାକୁ ଜଳାଇଲେ କାହିଁକି ତାହା କଳା ରଙ୍ଗ ହୋଇଯାଇଥାଏ? ଚାଲ ଏବେ ଏହାର ବୈଜ୍ଞାନିକ କାରଣକୁ ବୁଝିବା। ଧାତୁକୁ ବାୟୁରେ ଜାଳିଲେ କ'ଣ ହୋଇଥାଏ? ଧାତୁକୁ ବାୟୁରେ ଜଳାଇଲେ ବାୟୁରେ ଥିବା ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା କରିଥାଏ। ଏହି ପ୍ରତିକ୍ରିୟାରେ ଧାତବ ଅକ୍ସାଇଡ୍ ସୃଷ୍ଟି ହୋଇଥାଏ। ଏହାର ସମୀକରଣଟି ହେଉଛି ଧାତୁ ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା କରି ଧାତବ ଅକ୍ସାଇଡ୍ ସୃଷ୍ଟି କରିଥାଏ। ଏବେ ଆମେ ଦେଖିବା ମାଗ୍ନେସିୟମ କିପରି ଭାବରେ ପ୍ରତିକ୍ରିୟା କରିଥାଏ। ମାଗ୍ନେସିୟମ ଫିତାକୁ ଜଳାଇଲେ ଏହା ଅତ୍ୟନ୍ତ ଉଜ୍ଜଳ ଧଳା ଆଲୋକ ସହ ଜଳିଥାଏ। ପ୍ରତିକ୍ରିୟା ପରେ ଧଳା ରଙ୍ଗର ମାଗ୍ନେସିୟମ ଅକ୍ସାଇଡ୍ ପାଉଡର ସୃଷ୍ଟି ହୋଇଥାଏ। ଏହି ଏକ୍ସପେରିମେଣ୍ଟଟିକୁ ଆମେ ଫାର୍ଷ୍ଟ ୟୁନିଟ୍ରେ ଭିଡ଼ିଓ ମାଧ୍ୟମରେ ଦେଖିଥିଲୁ। ତମ୍ବାଟି ପୂର୍ବରୁ ବାଦାମୀ ରଙ୍ଗର ଥାଏ ଏବଂ ଯେତେବେଳେ ତାକୁ ଆମେ ଗରମ କରିଦେଇଥାଉ ସେତେବେଳେ ତାହା କଳା ରଙ୍ଗର ସୃଷ୍ଟି ହୋଇଯାଇଥାଏ, କାରଣ ସେତେବେଳେ କପର ବାୟୁମଣ୍ଡଳରେ ଥିବା ଅକ୍ସିଜେନ ସହ ରାସାୟନିକ ପ୍ରତିକ୍ରିୟା କରି କପର ଅକ୍ସାଇଡ୍ ସୃଷ୍ଟି ହୋଇଥାଏ ଏବଂ କପର ଅକ୍ସାଇଡ୍ର ରଙ୍ଗ ହେଉଛି କଳା। ସେହିଭଳି ଆଲୁମିନିୟମ ବାୟୁମଣ୍ଡଳରେ ଥିବା ଅକ୍ସିଜେନ ସହ ରାସାୟନିକ ପ୍ରତିକ୍ରିୟା କରି ଆଲୁମିନିୟମ ଅକ୍ସାଇଡ୍ ସୃଷ୍ଟି କରିଥାଏ। ସେହିଭଳି ଲୁହା ଅମ୍ଳଜାନ ସହ ପ୍ରତିକ୍ରିୟା କରି ଫେରସ୍ ଅକ୍ସାଇଡ୍ ସୃଷ୍ଟି କରିଥାଏ। ଆର୍ଦ୍ର ବାୟୁରେ ଏହି ପ୍ରକ୍ରିୟା ଧୀରେ ଧୀରେ ଘଟି କଳଙ୍କି ସୃଷ୍ଟି ହୋଇଥାଏ। ଧାତବ ଅକ୍ସାଇଡ୍ର ଧର୍ମ ଏମାନଙ୍କର ଧର୍ମ କ୍ଷାରୀୟ ହୋଇଥାଏ। ସୁନା ଓ ରୂପା ଅତ୍ୟନ୍ତ କମ୍ ପ୍ରତିକ୍ରିୟାଶୀଳ ଧାତୁ ଅଟନ୍ତି। ସାଧାରଣ ପରିସ୍ଥିତିରେ ଏମାନେ ବାୟୁମଣ୍ଡଳର ଅକ୍ସିଜେନ ସହ ସହଜରେ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ। ସେଥିପାଇଁ ସୁନାର ଗହଣା ବର୍ଷ ବର୍ଷ ଧରି ଚକଚକିଆ ରହିଥାଏ। ସୋଡିୟମ ଏବଂ ପଟାସିୟମକୁ କିରୋସିନରେ ବୁଡ଼େଇକି ରଖାଯାଏ। ସୋଡିୟମ ଓ ପଟାସିୟମକୁ କାହିଁକି କିରୋସିନରେ ବୁଡ଼େଇକି ରଖାଯାଇଥାଏ? କାରଣ ନା ସୋଡିୟମ ଓ ପଟାସିୟମ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇଥାନ୍ତି। ଏମାନେ ବାୟୁମଣ୍ଡଳରେ ଥିବା ଅମ୍ଳଜାନ ଓ ଆର୍ଦ୍ରତା ସହ ରାସାୟନିକ ପ୍ରତିକ୍ରିୟା କରି ନିଆଁ ଜଳାଇ ଦେଇଥାନ୍ତି। ସେଥିପାଇଁ ଏମାନଙ୍କୁ ବାୟୁର ସଂସ୍ପର୍ଶରୁ ଦୂରରେ ରଖିବା ପାଇଁ କିରୋସିନ ଭିତରେ ଏହାକୁ ବୁଡ଼େଇକି ସଂରକ୍ଷଣ କରାଯାଇଥାଏ। ଏହି ଭିଡ଼ିଓରେ ତମେ ଦେଖିବାକୁ ପାଉଥିବ, ଯେତେବେଳେ ଆମେ ସୋଡିୟମ ମେଟାଲଟିକୁ ଜଳରେ ପକାଇ ଦେଉଛୁ
ସେତେବେଳେ ତାହା ବହୁତ ଦ୍ରୁତ ଗତିରେ ଜଳ ସହ ରାସାୟନିକ ପ୍ରତିକ୍ରିୟା କରି ପ୍ରବଳ ମାତ୍ରାରେ ହାଇଡ୍ରୋଜେନ ଗ୍ୟାସ ସୃଷ୍ଟି କରୁଛି ଏବଂ ତାହା ଜଳି ଯାଉଛି। ଯେତେବେଳେ ତାହା ପ୍ରବଳ ମାତ୍ରାରେ ହାଇଡ୍ରୋଜେନ ଗ୍ୟାସ ସୃଷ୍ଟି କରୁଛି ସେତେବେଳେ ସେଠାରେ ଏକ ବ୍ଲାଷ୍ଟ ହେଇଯାଉଛି। ସେଇଭଳି ପଟାସିୟମ ମେଟାଲକୁ ଆମେ ଜଳ ସହ ରାସାୟନିକ ପ୍ରତିକ୍ରିୟା କରୁଛୁ, ସେତେବେଳେ ମଧ୍ୟ ପର୍ପଲ କଲରର ନିଆଁ ଜଳୁଛି ଏବଂ ଏଠାରେ ମଧ୍ୟ ଦେଖୁଛୁ ଯେ ତାହା ବ୍ଲାଷ୍ଟ ହେଇଯାଉଛି। ସାଧାରଣତଃ ଆମେ ଲୁହାକୁ ଯେତେବେଳେ ନିଆଁରେ ଗରମ କରିଥାଉ ସେତେବେଳେ ତାହା ଗରମ ହୋଇ ଲାଲ ରଙ୍ଗରେ ପରିଣତ ହୋଇଯାଇଥାଏ। କିନ୍ତୁ ଯେତେବେଳେ ଆମେ ଲୁହା ଗୁଣ୍ଡକୁ ଆଣିକି ନିଆଁରେ ଯେତେବେଳେ ଆମେ ପକେଇ ଦଉଛୁ ସେତେବେଳେ ତାହା ସ୍ପାର୍କ ସୃଷ୍ଟି କରି ଜଳି ଯାଉଛି। ଏବେ ଆମେ ଧାତବ ଅକ୍ସାଇଡର ଧର୍ମ ବିଷୟରେ ପଢିବା। ଧାତବ ଅକ୍ସାଇଡ ଜଳରେ ଦ୍ରବୀଭୂତ ହୋଇ ଧାତବ ହାଇଡ୍ରୋକ୍ସାଇଡ ବା କ୍ଷାର ସୃଷ୍ଟି କରିଥାନ୍ତି। ଯେପରିକି ସୋଡିୟମ ଅକ୍ସାଇଡ ଜଳ ସହ ରାସାୟନିକ ପ୍ରତିକ୍ରିୟା କରି ସୋଡିୟମ ହାଇଡ୍ରୋକ୍ସାଇଡ ସୃଷ୍ଟି କରିଥାଏ। ପଟାସିୟମ ଅକ୍ସାଇଡ ଜଳ ସହ ରାସାୟନିକ ପ୍ରତିକ୍ରିୟା କରି ପଟାସିୟମ ହାଇଡ୍ରୋକ୍ସାଇଡ ସୃଷ୍ଟି କରିଥାଏ। ସେହିଭଳି କ୍ୟାଲସିୟମ ଅକ୍ସାଇଡ ଜଳ ସହ ରାସାୟନିକ ପ୍ରତିକ୍ରିୟା କରି କ୍ୟାଲସିୟମ ହାଇଡ୍ରୋକ୍ସାଇଡ ସୃଷ୍ଟି କରିଥାଏ। ଏବେ ଆମେ ଦେଖିବା କେଉଁ ଧାତବ ଅକ୍ସାଇଡ ଗୁଡ଼ିକ ଜଳ ସହ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ। ଯେପରିକି କପର ଅକ୍ସାଇଡ ଜଳ ସହ ରାସାୟନିକ ପ୍ରତିକ୍ରିୟା କରେ ନାହିଁ। ଆଲୁମିନିୟମ ଅକ୍ସାଇଡ ମଧ୍ୟ ଜଳ ସହ ରାସାୟନିକ ପ୍ରତିକ୍ରିୟା କରେ ନାହିଁ। ଆଇରନ୍ ଅକ୍ସାଇଡ ମଧ୍ୟ ଜଳ ସହ ରାସାୟନିକ ପ୍ରତିକ୍ରିୟା କରେ ନାହିଁ। କୋଉଥିପାଇଁ ଏମାନେ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ? କାରଣ ନା କପର, ଆଲୁମିନିୟମ ଏବଂ ଆଇରନ୍ ହାଇଡ୍ରୋଜେନ ଠାରୁ କମ୍ ପ୍ରତିକ୍ରିୟାଶୀଳ ଅଟନ୍ତି। ତେଣୁ କପର, ଆଲୁମିନିୟମ ଏବଂ ଆଇରନ୍ ହାଇଡ୍ରୋଜେନକୁ ବିସ୍ଥାପନ ବା ଡିସପ୍ଲେସମେଣ୍ଟ କରିପାରନ୍ତି ନାହିଁ। ତେଣୁ ସେମାନେ ଜଳ ସହ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ। ଏହି ସାରଣୀରେ ତମେ ଦେଖିବାକୁ ପାଉଛ ଯେ ଧାତୁ ଗୁଡ଼ିକର କେଉଁ ଗୁଡ଼ିକ ଅଧିକ ପ୍ରତିକ୍ରିୟାଶୀଳ ଧାତୁ ଏବଂ କେଉଁ ଗୁଡ଼ିକ କମ୍ ପ୍ରତିକ୍ରିୟାଶୀଳ ଧାତୁ। ଆମେ ସର୍ବାଧିକ ପ୍ରତିକ୍ରିୟାଶୀଳ ଧାତୁକୁ ଉପରରୁ ତଳକୁ ସର୍ବନିମ୍ନ ପ୍ରତିକ୍ରିୟାଶୀଳ ଧାତୁ ହିସାବରେ ଆମେ ସଜେଇକି ଏଠାରେ ତମେ ଦେଖିବାକୁ ପାଉଛ ଯେ ହାଇଡ୍ରୋଜେନ ମଧ୍ୟ ଏଥିରେ ଅଛି। ହାଇଡ୍ରୋଜେନ କିନ୍ତୁ ଗୋଟେ ଧାତୁ ନୁହେଁ, କିନ୍ତୁ ଧାତୁ ମାନଙ୍କ ପ୍ରତିକ୍ରିୟାଶୀଳ ତୁଳନା କରି ଅର୍ଥାତ୍ କେଉଁ ଧାତୁ ଅମ୍ଳ ହାଇଡ୍ରୋଜେନକୁ ବିସ୍ଥାପନ କରିପାରିବ ତାହା ଜାଣିବାକୁ ଏହାକୁ ରିଆକ୍ଟିଭ ସିରିଜରେ ରଖାଯାଇଛି। ଆମେ ଜାଣିଛୁ ଯେ ସାଧାରଣତଃ ଧାତବ ଅକ୍ସାଇଡ ଗୁଡ଼ିକ କ୍ଷାରୀୟ ଧର୍ମର ହୋଇଥାନ୍ତି, କିନ୍ତୁ କିଛି ଅକ୍ସାଇଡ ଏମିତି ଅଛନ୍ତି ଯେଉଁମାନେ ଅମ୍ଳ ସହ ଓ କ୍ଷାର ସହ ମଧ୍ୟ ରାସାୟନିକ ପ୍ରତିକ୍ରିୟା କରିଥାନ୍ତି। ଏମାନଙ୍କୁ ଆମ୍ଫୋଟେରିକ ଅକ୍ସାଇଡ କୁହାଯାଏ। ତାହେଲେ ଆମ୍ଫୋଟେରିକ ଅକ୍ସାଇଡ କାହାକୁ କୁହାଯାଏ? ଯେଉଁ ଅକ୍ସାଇଡ ଉଭୟ ଅମ୍ଳ ଓ କ୍ଷାରକ ସହ ରାସାୟନିକ ପ୍ରତିକ୍ରିୟା କରେ ସେହି ଅକ୍ସାଇଡକୁ ଆମ୍ଫୋଟେରିକ ଅକ୍ସାଇଡ ବୋଲି କୁହାଯାଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆମ୍ଫୋଟେରିକ ଅକ୍ସାଇଡ କୋଉମାନେ? ନା ଆଲୁମିନିୟମ ଅକ୍ସାଇଡ ଏବଂ ଜିଙ୍କ ଅକ୍ସାଇଡ। ଏହି ଦୁଇଟି ଅକ୍ସାଇଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆମ୍ଫୋଟେରିକ ଅକ୍ସାଇଡ ଅଟନ୍ତି। ଆମେ କିଛି ଉଦାହରଣ ନେଇଛୁ, ଯେମିତିକି ଆଲୁମିନିୟମ ଅକ୍ସାଇଡ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କରି ଲବଣ ଏବଂ ଜଳ ସୃଷ୍ଟି କରୁଛି। ଏହାର ଉଦାହରଣଟି ହେଉଛି ଆଲୁମିନିୟମ ଅକ୍ସାଇଡ ହାଇଡ୍ରୋକ୍ଲୋରିକ ସହ ରାସାୟନିକ ପ୍ରତିକ୍ରିୟା କରି ଆଲୁମିନିୟମ କ୍ଲୋରାଇଡ ଏବଂ ଜଳ ଉତ୍ପନ୍ନ କରୁଛି। ସେହିଭଳି ଆଲୁମିନିୟମ ଅକ୍ସାଇଡ କ୍ଷାରକ ସହ ରାସାୟନିକ ପ୍ରତିକ୍ରିୟା କରି ଲବଣ ଓ ଜଳ ଉତ୍ପନ୍ନ କରିଥାଏ। ଏହାର ଉଦାହରଣଟି ଆଲୁମିନିୟମ ଅକ୍ସାଇଡ ସୋଡିୟମ ହାଇଡ୍ରୋକ୍ସାଇଡ ସହ ରାସାୟନିକ ପ୍ରତିକ୍ରିୟା କରି ସୋଡିୟମ ଆଲୁମିନେଟ ଓ ଜଳ ଉତ୍ପନ୍ନ କରିଥାଏ। ଆଲୁମିନିୟମ ସାଧାରଣତଃ ସହଜରେ କଳଙ୍କ ଧରେ ନାହିଁ, କିନ୍ତୁ ଏହାକୁ ଆହୁରି ସୁରକ୍ଷିତ, କଠିନ ଓ ସୁନ୍ଦର କରିବା ପାଇଁ ଏକ ବିଶେଷ ପ୍ରକ୍ରିୟା କରାଯାଏ। ଏହି ପ୍ରକ୍ରିୟାକୁ ଏନୋଡାଇଜିଂ ବୋଲି କୁହାଯାଇଥାଏ। ତାହେଲେ ଏନୋଡାଇଜିଂ କ'ଣ? ଏନୋଡାଇଜିଂ ହେଉଛି ଏକ ବିଦ୍ୟୁତ ରାସାୟନିକ ପ୍ରକ୍ରିୟା ଯେଉଁଥିରେ ଆଲୁମିନିୟମ ପୃଷ୍ଠରେ ମୋଟା ଆଲୁମିନିୟମ ଅକ୍ସାଇଡର ସୁରକ୍ଷା ସ୍ତର ସୃଷ୍ଟି କରାଯାଇଥାଏ। ଆନୋଡାଇଜିଂ କିପରି ଭାବରେ କରାଯାଇଥାଏ? ଆଲୁମିନିୟମକୁ ଏନୋଡ ଭାବରେ ବ୍ୟବହାର କରାଯାଇଥାଏ। ପତଳା ସଲଫୁରିକ ଏସିଡକୁ ଇଲେକ୍ଟ୍ରୋଲାଇଟ ଭାବରେ ଏଠାରେ ନିଆଯାଇଥାଏ। ତାପରେ ଡିସି ବିଦ୍ୟୁତ ପ୍ରବାହ ଦିଆଯାଇଥାଏ। ତେଣୁ ସଲଫୁରିକ ଏସିଡ ଦ୍ରବଣରେ ଇଲେକ୍ଟ୍ରୋଲାଇସିସ୍ ହୋଇଥାଏ। ଏହି ପ୍ରକ୍ରିୟାରେ ଏନୋଡରେ ଥିବା ଆଲୁମିନିୟମ ପୃଷ୍ଠରେ ମୋଟା ଆଲୁମିନିୟମ ଅକ୍ସାଇଡର ସୁରକ୍ଷା ସ୍ତର ସୃଷ୍ଟି ହୋଇଥାଏ। ଏହି ଅକ୍ସାଇଡ ସ୍ତର ଆଲୁମିନିୟମକୁ କ୍ଷୟରୁ ସୁରକ୍ଷା ଦେଇଥାଏ, ପୃଷ୍ଠକୁ ଅଧିକ କଠିନ ବା ଶକ୍ତିଶାଳୀ କରିଦେଇଥାଏ ଏବଂ ବିଭିନ୍ନ ପ୍ରକାରର ରଙ୍ଗରେ ରଞ୍ଜିତ କରି ଏହାକୁ ଅଧିକ ସୁନ୍ଦର କରିଦେଇଥାଏ। ଏନୋଡାଇଜ ହେଉଥିବା ଆଲୁମିନିୟମକୁ କୋଉଠି କୋଉଠି ସବୁ ବ୍ୟବହାର କରିଥାଉ? କିଛି ମୋବାଇଲ ଓ ଲ୍ୟାପଟପର ବଡି ମଧ୍ୟ ଆଲୁମିନିୟମରେ ତିଆରି ହୋଇଥାଏ। ରୋଷେଇ ବାସନ ମଧ୍ୟ ଆଲୁମିନିୟମରେ ତିଆରି ହୋଇଥାଏ। ସାଇକେଲ ଓ ଗାଡିର ବିଭିନ୍ନ ଅଂଶ ମଧ୍ୟ ଆଲୁମିନିୟମ ଦ୍ୱାରା ତିଆରି ହୋଇଥାଏ। ଆମେ ଜାଣିଲୁ ଯେ ଧାତୁ ଅମ୍ଳଜାନ ସହ ପ୍ରତିକ୍ରିୟା କରି ଧାତବ ଅକ୍ସାଇଡ ସୃଷ୍ଟି କରେ, କିନ୍ତୁ
ଏହି ଧାତବ ଅକ୍ସାଇଡ ଜଳ ସହ ପ୍ରତିକ୍ରିୟା କଲେ କଣ ହଉଛି ସରଳ ଭାଷାରେ ବୁଝିବା। କିଛି ଧାତବ ଅକ୍ସାଇଡ ଜଳ ସହ ପ୍ରତିକ୍ରିୟା କରି ଧାତବ ହାଇଡ୍ରୋକ୍ସାଇଡ ସୃଷ୍ଟି କରିଥାନ୍ତି। ଏହି ଧାତବ ହାଇଡ୍ରୋକ୍ସାଇଡ ର ଧର୍ମ ହଉଛି କ୍ଷାରିଆ। ଯେପରିକି ସୋଡିୟମ ଅକ୍ସାଇଡ ଜଳ ସହ ରାସାୟନିକ ପ୍ରତିକ୍ରିୟା କରି ସୋଡିୟମ ହାଇଡ୍ରୋକ୍ସାଇଡ ସୃଷ୍ଟି କରିଥାଏ ଏବଂ ପଟାସିୟମ ଅକ୍ସାଇଡ ଜଳ ସହ ରାସାୟନିକ ପ୍ରତିକ୍ରିୟା କରି ପଟାସିୟମ ହାଇଡ୍ରୋକ୍ସାଇଡ ସୃଷ୍ଟି କରିଥାଏ ଏବଂ କ୍ୟାଲସିୟମ ଅକ୍ସାଇଡ ମଧ୍ୟ ଜଳ ସହ ରାସାୟନିକ ପ୍ରତିକ୍ରିୟା କରି କ୍ୟାଲସିୟମ ହାଇଡ୍ରୋକ୍ସାଇଡ ଯାହାକି ଚୂନ ଅଟେ। ସମସ୍ତ ଧାତବ ଅକ୍ସାଇଡ ଜଳ ସହ ରାସାୟନିକ ପ୍ରତିକ୍ରିୟା କରନ୍ତି କି? ନା, ସମସ୍ତ ଧାତବ ଅକ୍ସାଇଡ ଜଳ ସହ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ। କେବଳ କିଛି ଅତ୍ୟଧିକ ସକ୍ରିୟ ଧାତୁର ଅକ୍ସାଇଡ ଯେପରିକି ସୋଡିୟମ ଅକ୍ସାଇଡ ଏବଂ ପଟାସିୟମ ଅକ୍ସାଇଡ ଜଳ ସହ ସହଜରେ ପ୍ରତିକ୍ରିୟା କରି ଧାତବ ହାଇଡ୍ରୋକ୍ସାଇଡ ସୃଷ୍ଟି କରିଥାନ୍ତି। ସମସ୍ତ ଧାତୁ କି ଜଳ ସହ ସମାନ ଭାବରେ ରାସାୟନିକ ପ୍ରତିକ୍ରିୟା କରିଥାନ୍ତି? ଏହାର ଉତ୍ତରଟି ହେଉଛି ନା। କେତେକ ଧାତୁ ବହୁତ ତୀବ୍ର ପ୍ରତିକ୍ରିୟା କରିଥାନ୍ତି, କେତେକ ଧୀରେ ଧୀରେ ପ୍ରତିକ୍ରିୟା କରିଥାନ୍ତି ଏବଂ କେତେକ ଆଦୌ ପ୍ରତିକ୍ରିୟା କରନ୍ତି ନାହିଁ। ଏହାର ସମୀକରଣଟି ହେଉଛି ଧାତୁ ଯେତେବେଳେ ଜଳ ସହ ରାସାୟନିକ ପ୍ରତିକ୍ରିୟା କରେ ଧାତବ ହାଇଡ୍ରୋକ୍ସାଇଡ ଏବଂ ହାଇଡ୍ରୋଜେନ ଗ୍ୟାସ ସେଥିମଧ୍ୟରୁ ଉତ୍ପନ୍ନ କରେ। ପଟାସିୟମ, ସୋଡିୟମ, ଲିଥିୟମ ଏବଂ କ୍ୟାଲସିୟମ ଥଣ୍ଡା ଜଳ ସହ ରାସାୟନିକ ପ୍ରତିକ୍ରିୟା କରିଥାନ୍ତି। ପଟାସିୟମ, ସୋଡିୟମ ଏବଂ ଲିଥିୟମ ଏହି ଧାତୁ ଗୁଡ଼ିକ ଜଳ ସହ ବହୁତ ତୀବ୍ର ଭାବରେ ପ୍ରତିକ୍ରିୟା କରିଥାନ୍ତି ଏବଂ ହାଇଡ୍ରୋଜେନ ଗ୍ୟାସ ସେଥିମଧ୍ୟରୁ ଉତ୍ପନ୍ନ କରିଥାନ୍ତି। କିଛି ସମୟ ପୂର୍ବରୁ ଭିଡିଓରେ ଦେଖିଲୁ ଯେ କିପରି ଭାବରେ ତାହା ତୀବ୍ର ପ୍ରତିକ୍ରିୟା କରି ବ୍ଲାଷ୍ଟ ହେଇଯାଉଛି। ସେଇଭଳି କ୍ୟାଲସିୟମ ଜଳ ସହ ପ୍ରତିକ୍ରିୟା କରେ କିନ୍ତୁ ପଟାସିୟମ ଓ ସୋଡିୟମ ଭଳି ତୀବ୍ର ପ୍ରତିକ୍ରିୟା କରେ ନାହିଁ। ତାହା ଧୀରେ ଧୀରେ ଜଳ ସହ ରାସାୟନିକ ପ୍ରତିକ୍ରିୟା କରିଥାଏ। ଏବେ ଆମେ ସମୀକରଣ ଦୁଇଟିକୁ ଦେଖିବା। ଯେତେବେଳେ ପଟାସିୟମ H2O ସହ ରାସାୟନିକ ପ୍ରତିକ୍ରିୟା କରୁଛି ସେତେବେଳେ ପଟାସିୟମ ହାଇଡ୍ରୋକ୍ସାଇଡ, ହାଇଡ୍ରୋଜେନ ଗ୍ୟାସ ଏବଂ ତାପ ଉତ୍ପନ୍ନ ହେଉଛି। ଯେତେବେଳେ ସୋଡିୟମ ୱାଟର ସହ ରାସାୟନିକ ପ୍ରତିକ୍ରିୟା କରୁଛି ସେତେବେଳେ ସୋଡିୟମ ହାଇଡ୍ରୋକ୍ସାଇଡ, ହାଇଡ୍ରୋଜେନ ଗ୍ୟାସ ଏବଂ ତାପ ଉତ୍ପନ୍ନ ସେଥିମଧ୍ୟରୁ ହେଉଛି ଏବଂ ହାଇଡ୍ରୋଜେନ ଗ୍ୟାସ ଏହାକୁ ଭାସିବାରେ ସାହାଯ୍ୟ କରିଥାଏ। ସେହିଭଳି ମାଗ୍ନେସିୟମ ଥଣ୍ଡା ଜଳ ସହ ରାସାୟନିକ ପ୍ରତିକ୍ରିୟା କରେ ନାହିଁ। ଏହା ଗରମ ଜଳ ସହ ଧୀରେ ଧୀରେ ରାସାୟନିକ ପ୍ରତିକ୍ରିୟା କରିଥାଏ। ଏଠାରୁ ତମେ ଦେଖିବାକୁ ପାଉଛ ଯେ ମାଗ୍ନେସିୟମ ଜଳ ସହ ରାସାୟନିକ ପ୍ରତିକ୍ରିୟା କରି ଯେଉଁ ହାଇଡ୍ରୋଜେନ ଗ୍ୟାସ ଗୁଡ଼ିକ ସୃଷ୍ଟି ହେଉଛି ସେହି ହାଇଡ୍ରୋଜେନ ଗ୍ୟାସ ଗୁଡ଼ିକ ମାଗ୍ନେସିୟମରେ ଲାଗି ଯାଉଛି ଏବଂ ମାଗ୍ନେସିୟମକୁ ପାଣିରେ ଭାସିବାରେ ସାହାଯ୍ୟ କରୁଛି। ଏବେ ଆମେ କିଛି ଧାତୁକୁ ଦେଖିବା ଯେଉଁ ଧାତୁ ଗୁଡ଼ିକ କି ଥଣ୍ଡା ଜଳରେ କିମ୍ବା ଗରମ ଜଳରେ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ କିନ୍ତୁ ସେମାନେ ଜଳୀୟ ବାଷ୍ପରେ ରାସାୟନିକ ପ୍ରତିକ୍ରିୟା କରିଥାନ୍ତି ଏବଂ ଧାତବ ହାଇଡ୍ରୋକ୍ସାଇଡ, ହାଇଡ୍ରୋଜେନ ଗ୍ୟାସ ମଧ୍ୟ ସୃଷ୍ଟି କରିଥାନ୍ତି। ତାର ଉଦାହରଣ ଗୁଡ଼ିକ ଆଲୁମିନିୟମ, ଜିଙ୍କ ଏବଂ ଆଇରନ୍। ଏବେ ଆମେ କିଛି ଧାତୁକୁ ଦେଖିବା ଯେଉଁମାନେ କି ଜଳ ସହ ଆଦୌ ପ୍ରତିକ୍ରିୟା କରନ୍ତିନି, ଯେପରିକି ଲେଡ୍, କପର, ସିଲଭର ଏବଂ ଗୋଲ୍ଡ। ଏମାନେ ଜଳ ସହ ଆଦୌ ପ୍ରତିକ୍ରିୟା କରନ୍ତି ନାହିଁ। କେଉଁ ଧାତୁ ଜଳ ସହ କିପରି ଭାବରେ ରାସାୟନିକ ପ୍ରତିକ୍ରିୟା କରୁଛି ତାକୁ ନେଇକି ଏହି ଟେବୁଲଟିକୁ ତିଆରି କରାଯାଇଛି। ଥଣ୍ଡା ଜଳ ସହ ସୋଡିୟମ ଆଉ ପଟାସିୟମ ଅତ୍ୟନ୍ତ ତୀବ୍ର ଭାବରେ ରାସାୟନିକ ପ୍ରତିକ୍ରିୟା କରିଥାନ୍ତି। ଗରମ ଜଳ କ୍ୟାଲସିୟମ କମ୍ ତୀବ୍ର ଭାବରେ ରାସାୟନିକ ପ୍ରତିକ୍ରିୟା କରିଥାଏ। ଗରମ ଜଳ ସହ ମାଗ୍ନେସିୟମ ଧୀରେ ଧୀରେ ପ୍ରତିକ୍ରିୟା କରିଥାଏ। ଜଳୀୟ ବାଷ୍ପ ବା ବାମ୍ଫ ସହ ଆଲୁମିନିୟମ, ଜିଙ୍କ, ଆଇରନ୍ ରାସାୟନିକ ପ୍ରତିକ୍ରିୟା କରିଥାନ୍ତି। ଜଳ ସହ କୋଉମାନେ ରାସାୟନିକ ପ୍ରତିକ୍ରିୟା କରନ୍ତିନି? ଲେଡ୍, କପର, ଗୋଲ୍ଡ, ସିଲଭର ଏମାନେ ଆଦୌ ଜଳ ସହ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ। ଧାତୁ ସହ ଅମ୍ଳର ରାସାୟନିକ ପ୍ରତିକ୍ରିୟା ବିଷୟରେ ପଢିବା। এই ভিডিওରେ ତମେ ଦେଖିବାକୁ ପାଉଥିବ ଯେ ଏଠାରେ ଆମେ ଜିଙ୍କ ଦାନା ଗୁଡ଼ିକୁ ନେଇଛୁ ଏବଂ ଜିଙ୍କ ଦାନାରେ ଯେତେବେଳେ ଆମେ ହାଇଡ୍ରୋକ୍ଲୋରିକ ଏସିଡକୁ ଢାଳି ଦଉଛୁ ସେତେବେଳେ ସେଥିମଧ୍ୟରୁ ଏକ ବୁଦବୁଦ ହେଇ କିଛି ଗ୍ୟାସ ସୃଷ୍ଟି ହେଉଛି ଏବଂ ସେ ଗ୍ୟାସକୁ ଯେତେବେଳେ ଆମେ ସବ୍ ବବୁଲରେ ନେଇକି ବୁଡେଇ ଦଉଛୁ ସେତେବେଳେ ସେଥିରୁ କିଛି ଫଟକା ସୃଷ୍ଟି ହେଉଛି ଏବଂ ଫଟକାରେ ଯେତେବେଳେ ଆମେ ମହମବତୀଟିକୁ ଦେଖାଉଛୁ ସେତେବେଳେ ତାହା ଶବ୍ଦ କରି ଫାଟି ଯାଉଛି। ଆମେ ପୂର୍ବରୁ ଜାଣିଛୁ ଯେ ହାଇଡ୍ରୋଜେନ ଗ୍ୟାସଟି ଯେତେବେଳେ ନିଆଁର ସଂସ୍ପର୍ଶରେ ଆସିଥାଏ ତାହା ମଧ୍ୟ ଏଇଭଳି ସାଉଣ୍ଡ କରିକି ଫାଟିଥାଏ ଏବଂ ଏଠାରେ ମଧ୍ୟ ସେଇଭଳି ଶବ୍ଦ କରି ଫାଟି ଯାଉଛି। ତେଣୁ ଆମେ ଜାଣିବାକୁ ପାଉଛୁ ଯେ ଏହା ହାଇଡ୍ରୋଜେନ ଗ୍ୟାସ ଅଟେ। ତ ଏଠାରୁ ଆମେ କଣ ଜାଣିଲୁ? ଧାତୁ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କରେ ସେତେବେଳେ ଲବଣ ଏବଂ ହାଇଡ୍ରୋଜେନ ଗ୍ୟାସ ସେଥିମଧ୍ୟରୁ ଉତ୍ପନ୍ନ ହୋଇଥାଏ ଏବଂ ଏହାର କିଛି ଉଦାହରଣ ହାଇଡ୍ରୋକ୍ଲୋରିକ ଏସିଡ ଜିଙ୍କ ସହ ଯେତେବେଳେ ରାସାୟନିକ ପ୍ରତିକ୍ରିୟା କରୁଛି ଜିଙ୍କ କ୍ଲୋରାଇଡ ଏବଂ ହାଇଡ୍ରୋଜେନ ଗ୍ୟାସ ସେଥିମଧ୍ୟରୁ ଉତ୍ପନ୍ନ କରୁଛି, ଯାହାକୁ କି ଏବେ ଆମେ ଭିଡିଓ ମାଧ୍ୟମରେ ଦେଖିଲୁ। ସଲଫୁରିକ ଏସିଡ ସହ ରାସାୟନିକ ପ୍ରତିକ୍ରିୟା କରୁଛି ସେତେବେଳେ ସୋଡିୟମ ସଲଫେଟ ଏବଂ ହାଇଡ୍ରୋଜେନ ଗ୍ୟାସ ସେଥିମଧ୍ୟରୁ ଉତ୍ପନ୍ନ ହେବ।
ସେଇଭଳି ଯେତେବେଳେ ମାଗ୍ନେସିୟମ ହାଇଡ୍ରୋକ୍ଲୋରିକ ଏସିଡ ସହ ରାସାୟନିକ ପ୍ରତିକ୍ରିୟା କରିବ ସେତେବେଳେ ମାଗ୍ନେସିୟମ କ୍ଲୋରାଇଡ ଏବଂ ହାଇଡ୍ରୋଜେନ ଗ୍ୟାସ ସେଥି ମଧ୍ୟରୁ ଉତ୍ପନ୍ନ ହେବ। ଏବେ ଆମେ ଦେଖିବା କେଉଁ ଧାତୁ ଗୁଡ଼ିକ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ। ସୁନା, ରୂପା, ତମ୍ବା, ପ୍ଲାଟିନମ ଏବଂ ପାରଦ ଏହି ଧାତୁ ଗୁଡ଼ିକ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ। ଆମେ ଜାଣିଛୁ ଯେ ସାଧାରଣତଃ ଧାତୁ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କଲେ ଲବଣ ଓ ହାଇଡ୍ରୋଜେନ ଗ୍ୟାସ ସେଥି ମଧ୍ୟରୁ ଉତ୍ପନ୍ନ ହୁଏ, କିନ୍ତୁ ନାଇଟ୍ରିକ ଏସିଡ ସହ ଏହା କାହିଁକି ହୁଏ ନାହିଁ? ଚାଲ ଏବେ ଆମେ ଏହା ବିଷୟରେ ପଢିବା। ନାଇଟ୍ରିକ ଏସିଡ ହେଉଛି ଏକ ସବଳ ଜାରକ। ଧାତୁ ସହ ପ୍ରତିକ୍ରିୟା ସମୟରେ ଯେଉଁ ହାଇଡ୍ରୋଜେନ ସୃଷ୍ଟି ହୋଇଥାଏ, ନାଇଟ୍ରିକ ଏସିଡ ଏହି ହାଇଡ୍ରୋଜେନକୁ ଜାରଣ କରି ଜଳରେ ପରିଣତ କରିଦେଇଥାଏ। ଏହି ସମୟରେ ନାଇଟ୍ରିକ ଏସିଡ ନିଜେ ବିଜାରିତ ହୋଇ ବିଭିନ୍ନ ନାଇଟ୍ରୋଜେନ ଅକ୍ସାଇଡ ଯେପରିକି NO ଯାହାକି ନାଇଟ୍ରୋଜେନ ଅକ୍ସାଇଡ ଏବଂ NO2 ଯାହାକି ନାଇଟ୍ରୋଜେନ ଡାଇଅକ୍ସାଇଡ ସୃଷ୍ଟି କରିଦେଇଥାଏ। ସେଥିପାଇଁ ହାଇଡ୍ରୋଜେନ ଗ୍ୟାସ ଏଥିରୁ ବାହାରେ ନାହିଁ। ଏବେ ଆମେ କେଉଁ ଧାତୁ ଗୁଡ଼ିକ ନାଇଟ୍ରିକ ଏସିଡ ସହ ରାସାୟନିକ ପ୍ରତିକ୍ରିୟା କରି ହାଇଡ୍ରୋଜେନ ଗ୍ୟାସ ଉତ୍ପନ୍ନ କରିଥାନ୍ତି ସେ ବିଷୟରେ ଏବେ ଆମେ ଦେଖିବା। ନାଇଟ୍ରିକ ଏସିଡ ସହ ମାଗ୍ନେସିୟମ ଏବଂ ମାଙ୍ଗାନିଜ ଯେତେବେଳେ ରାସାୟନିକ ପ୍ରତିକ୍ରିୟା କରନ୍ତି ସେତେବେଳେ ସେମାନେ ହାଇଡ୍ରୋଜେନ ଗ୍ୟାସ ଉତ୍ପନ୍ନ କରିପାରନ୍ତି। କୋଉଥିପାଇଁ ସେମାନେ ହାଇଡ୍ରୋଜେନ ଗ୍ୟାସ ଉତ୍ପନ୍ନ କରିପାରନ୍ତି? କାରଣ ନା ମାଗ୍ନେସିୟମ ଏବଂ ମାଙ୍ଗାନିଜ ବହୁତ ପ୍ରତିକ୍ରିୟାଶୀଳ ଧାତୁ। ଯେହେତୁ ଏମାନେ ବହୁତ ପ୍ରତିକ୍ରିୟାଶୀଳ ଧାତୁ ତେଣୁ ଏମାନେ ଶୀଘ୍ର ଇଲେକ୍ଟ୍ରନକୁ ଦାନ କରିପାରନ୍ତି। ଯେତେବେଳେ ଆମେ ପତଳା ନାଇଟ୍ରିକ ଏସିଡକୁ ନେଇଥିବା ସେତେବେଳେ ତାର ଜାରକର କ୍ଷମତା କମ ଥାଏ, ତେଣୁ ଉତ୍ପନ୍ନ ହେଉଥିବା ହାଇଡ୍ରୋଜେନକୁ ଶୀଘ୍ର ଜାରଣ କରିପାରେ ନାହିଁ, ତେଣୁ ହାଇଡ୍ରୋଜେନ ଗ୍ୟାସଟି ବାହାରି ଯାଇଥାଏ। ସାଧାରଣତଃ ସୁନା ଓ ରୂପା ପରି ଧାତୁ ଅମ୍ଳରେ ଦ୍ରବୀଭୂତ ହୁଅନ୍ତି ନାହିଁ, କିନ୍ତୁ ଏକ ସ୍ପେସିଆଲ ଅମ୍ଳ ଅଛି ବା ଏକ ବିଶେଷ ଅମ୍ଳ ଅଛି ଯାହା ସୁନାକୁ ମଧ୍ୟ ଦ୍ରବୀଭୂତ କରିପାରେ। ଏହି ବିଶେଷ ଅମ୍ଳର ନାମ ହେଉଛି ଅମ୍ଳରାଜା ବା ଆକ୍ୱାରେଜିଆ। ଅମ୍ଳରାଜା କଣ? ଅମ୍ଳରାଜା ହେଉଛି ଦୁଇଟି ଶକ୍ତିଶାଳୀ ଅମ୍ଳ ମିଶ୍ରଣ। ଆମେ ଯଦି କନସେନ୍ଟ୍ରେଟେଡ ହାଇଡ୍ରୋକ୍ଲୋରିକ ଏସିଡ ଆଉ କନସେନ୍ଟ୍ରେଟେଡ ନାଇଟ୍ରିକ ଏସିଡକୁ 3:1 ରେସିଓରେ ଯଦି ଆମେ ତାକୁ ମିଶେଇ ଦେବା ତାହେଲେ ଆକ୍ୱାରେଜିଆ ବା ଅମ୍ଳରାଜା ସେଥି ମଧ୍ୟରୁ ସୃଷ୍ଟି ହୋଇଥାଏ। ବର୍ତ୍ତମାନ ଆମେ ଅମ୍ଳରାଜାର ବୈଶିଷ୍ଟ୍ୟ ବିଷୟରେ ପଢିବା। ଯେତେବେଳେ ଆମେ କନସେନ୍ଟ୍ରେଟେଡ ହାଇଡ୍ରୋକ୍ଲୋରିକ ଏସିଡ ଏବଂ କନସେନ୍ଟ୍ରେଟେଡ ନାଇଟ୍ରିକ ଏସିଡକୁ 3:1 ରେସିଓରେ ମିଶେଇବା ସେତେବେଳେ ହଳଦିଆ କିମ୍ବା କମଳା ହଳଦିଆ ରଙ୍ଗର ତରଳ ଗୋଟେ ସୃଷ୍ଟି ହେବ ଏବଂ ସେଥିରୁ ଧୂଆଁ ମଧ୍ୟ ବାହାରୁଥିବ। ଏହା ଅତ୍ୟନ୍ତ ଶକ୍ତିଶାଳୀ ଏବଂ କ୍ଷୟକାରୀ ଅଟେ। ଏହାକୁ ତିଆରି କରିବାର ଅଳ୍ପ ସମୟ ମଧ୍ୟରେ ବ୍ୟବହାର କରାଯାଏ, କାରଣ ଯଦି ଏହା ଅଧିକ ସମୟ ପାଇଁ ରହିଗଲା ତାହେଲେ ଏହାର କ୍ଷମତା କମିଯିବ। ଏହାକୁ ମୁଖ୍ୟତଃ କୋଉଥିପାଇଁ ବ୍ୟବହାର କରାଯାଇଥାଏ? ଏହାକୁ ମୁଖ୍ୟତଃ ସୁନାକୁ ଦ୍ରବୀଭୂତ କରିବା ପାଇଁ ଏବଂ ପ୍ଲାଟିନମକୁ ଦ୍ରବୀଭୂତ କରିବା ପାଇଁ ବ୍ୟବହାର କରାଯାଇଥାଏ ଏବଂ ପରୀକ୍ଷାଗାରର କାଚ ପାତ୍ର ସଫା କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ ଏବଂ ରାସାୟନିକ ଓ ଧାତୁ ବିଶ୍ଳେଷଣରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ। ଏହାକୁ ଅମ୍ଳରାଜା କାହିଁକି କୁହାଯାଏ? କାରଣ ସାଧାରଣ ଅମ୍ଳ ସୁନା ଓ ପ୍ଲାଟିନମକୁ ଦ୍ରବୀଭୂତ କରିପାରେ ନାହିଁ, କିନ୍ତୁ ଆକ୍ୱାରେଜିଆ ଏହି ଦୁଇଟି ମୂଲ୍ୟବାନ ଧାତୁକୁ ମଧ୍ୟ ଦ୍ରବୀଭୂତ କରିପାରିଥାଏ। ସେଥିପାଇଁ ଏହାକୁ ଅମ୍ଳରାଜା ବୋଲି କୁହାଯାଏ। ଆମେ ଅମ୍ଳରାଜାରେ କଣ ପାଇଁ ସୁନା ଏବଂ ପ୍ଲାଟିନମକୁ ଦ୍ରବୀଭୂତ କରିବା? କାରଣ ଯେତେବେଳେ ଆମେ ସୁନା ଓ ପ୍ଲାଟିନମକୁ ଅମ୍ଳରେ ଦ୍ରବୀଭୂତ କରୁଛୁ ସେତେବେଳେ ତାହା ରାସାୟନିକ ପ୍ରତିକ୍ରିୟା କରି ପୁଣି ଥରେ ଦ୍ରବଣରେ ପରିଣତ ହୋଇଯାଉଛି। ଏହି ଦ୍ରବଣରୁ ପରେ ବିଭିନ୍ନ ରାସାୟନିକ ପ୍ରକ୍ରିୟା ଦ୍ୱାରା ପୁଣି ଶୁଦ୍ଧ ସୁନା କିମ୍ବା ପ୍ଲାଟିନମ ପ୍ରାପ୍ତ କରାଯାଇପାରିବ। ଏବେ ଆମେ ଧାତୁ ଓ ଧାତବ ଲବଣ ବିଷୟରେ ପଢିବା। ଧାତୁ ଓ ଧାତବ ଲବଣ ବିସ୍ଥାପନ ପ୍ରତିକ୍ରିୟା କରିଥାନ୍ତି। ବିସ୍ଥାପନ ପ୍ରତିକ୍ରିୟା ଅର୍ଥାତ୍ ଅଧିକ ପ୍ରତିକ୍ରିୟାଶୀଳ ଧାତୁ କମ ପ୍ରତିକ୍ରିୟାଶୀଳ ଧାତବ ଲବଣରୁ ଧାତୁକୁ ବିସ୍ଥାପନ କରିଥାଏ ବା ଡିସପ୍ଲେସମେଣ୍ଟ କରିଥାଏ। ଏବେ ୟାକୁ ଆମେ ଗୋଟେ ସିମ୍ପଲ ଏକ୍ସାମ୍ପଲ ନେଇକି ଯଦି ଆମେ ଦୁଇ ଜଣ ବ୍ୟକ୍ତି ମଧ୍ୟରେ ଗୋଟେ ପ୍ରତିଯୋଗିତା କରାଉ ତେବେ ଶକ୍ତିଶାଳୀ ବ୍ୟକ୍ତିଟି ଦୁର୍ବଳ ବ୍ୟକ୍ତିକୁ ହଟାଇ ତା ଆସନକୁ ସେ ଦଖଲ କରିଯିବ। ସେହିପରି ଏଠାରେ ମଧ୍ୟ ଅଧିକ ପ୍ରତିକ୍ରିୟାଶୀଳ ଧାତୁ କମ ପ୍ରତିକ୍ରିୟାଶୀଳ ଧାତୁକୁ ତାର ଲବଣରୁ ବାହାର କରିଦେଇଥାଏ ଏବଂ ତାର ସ୍ଥାନକୁ ସେ ଆଇରନକୁ କପର ସଲଫେଟ ସହ ରାସାୟନିକ ପ୍ରତିକ୍ରିୟା କରାଉଛୁ ସେତେବେଳେ ତାହା ଆଇରନ ସଲଫେଟ ଏବଂ କପର ସୃଷ୍ଟି ହେଉଛି। ଏଠାରେ କଣ ହେଉଛି ନା ଆଇରନ କପରକୁ ବିସ୍ଥାପନ କରିଦେଉଛି, ଅର୍ଥାତ୍ ଆଇରନଟି ହେଉଛି
ଅଧିକ ପ୍ରତିକ୍ରିୟାଶୀଳ ଧାତୁ ଏବଂ କପରଟି ହେଉଛି କମ୍ ପ୍ରତିକ୍ରିୟାଶୀଳ ଧାତୁ। ତେଣୁ ଆଇରନଟି କପର ସ୍ଥାନକୁ ନେଇଯାଉଛି ଏବଂ କପର ଧାତୁକୁ ଅଲଗା କରିଦେଉଛି। ସେହିଭଳି ଯେତେବେଳେ ଆମେ ଜିଙ୍କକୁ କପର ସଲଫେଟ୍ ସହ ରାସାୟନିକ ପ୍ରତିକ୍ରିୟା କରାଉଛୁ ସେତେବେଳେ ମଧ୍ୟ ଜିଙ୍କ କପରକୁ ବିସ୍ଥାପିତ କରି କପରର ସ୍ଥାନକୁ ନେଇ ଜିଙ୍କ ସଲଫେଟ୍ ସୃଷ୍ଟି ହୋଇଯାଏ। ଯେତେବେଳେ ଆମେ କପରକୁ ଜିଙ୍କ ସଲଫେଟ୍ ସହ ରାସାୟନିକ ପ୍ରତିକ୍ରିୟା କରାଉଛୁ ସେତେବେଳେ ତାହା କୌଣସି ରାସାୟନିକ ପ୍ରତିକ୍ରିୟା ଶୋ କରୁନାହିଁ। କୋଉଥିପାଇଁ ଶୋ କରୁନାହିଁ? କାରଣ ନା କପର ହେଉଛି କମ୍ ପ୍ରତିକ୍ରିୟାଶୀଳ ଧାତୁ ଏବଂ ଜିଙ୍କ ହେଉଛି ଅଧିକ ପ୍ରତିକ୍ରିୟାଶୀଳ ଧାତୁ। ତେଣୁ କପରଟି ଜିଙ୍କକୁ ବିସ୍ଥାପିତ କରାଇ ପାରୁନି। ତମେ ଜାଣିଛ କି ଖାଇବା ଲୁଣ କିପରି ସୃଷ୍ଟି ହୋଇଥାଏ? ଏହା ଧାତୁ ଓ ଅଧାତୁର ପରସ୍ପର ପ୍ରତିକ୍ରିୟାର ଫଳ ଯୋଗୁଁ ସୃଷ୍ଟି ହୋଇଥାଏ। ଅର୍ଥାତ୍ ଯେତେବେଳେ ସୋଡିୟମ ଧାତୁ କ୍ଲୋରିନ ଅଧାତୁ ସହ ରାସାୟନିକ ପ୍ରତିକ୍ରିୟା କରୁଛି ସେତେବେଳେ ସୋଡିୟମ କ୍ଲୋରାଇଡ୍ ଯାହାକି ଲୁଣ ସୃଷ୍ଟି ହେଉଛି। ଏବେ ଚାଲ ଏହାର ପଦକ୍ଷେପ ଗୁଡ଼ିକୁ ବୁଝିବା। ଧାତୁ ଅଧାତୁ ପରସ୍ପର ପ୍ରତିକ୍ରିୟା କରି ଆୟନିକ ଯୌଗିକ ସୃଷ୍ଟି କରିଥାନ୍ତି। ଆୟନିକ ଯୌଗିକ ଅର୍ଥାତ୍ ଲବଣ ସୃଷ୍ଟି କରିଥାଏ। ଏହି ପ୍ରକ୍ରିୟାରେ ଧାତୁ ଇଲେକ୍ଟ୍ରନ ତ୍ୟାଗ କରେ ଏବଂ ଅଧାତୁ ଇଲେକ୍ଟ୍ରନକୁ ଗ୍ରହଣ କରେ। ଏହାର ସମୀକରଣଟି ହେଉଛି ଧାତୁ ଅଧାତୁ ସହ ରାସାୟନିକ ପ୍ରତିକ୍ରିୟା କରି ଆୟନିକ ଯୌଗିକ ବା ଲବଣ ସୃଷ୍ଟି। ଧାତୁଟି ଇଲେକ୍ଟ୍ରନ ତ୍ୟାଗ କରି କାଟାୟନ ସୃଷ୍ଟି କରୁଛି ଏବଂ ଅଧାତୁଟି ଇଲେକ୍ଟ୍ରନ ଗ୍ରହଣ କରି ଆନାୟନ ସୃଷ୍ଟି କରୁଛି। ଅର୍ଥାତ୍ ଏଠାରେ ତମେ ମନେ ରଖ ଯେ କାଟି କାଟି କାଟାୟନ ଏବଂ ଆଣି ଆଣି ଆନାୟନ। ଇଲେକ୍ଟ୍ରନକୁ କାଟିବା ଅର୍ଥାତ୍ ଇଲେକ୍ଟ୍ରନକୁ ତ୍ୟାଗ କଲେ କାଟାୟନ ସୃଷ୍ଟି ହୁଏ ଏବଂ ଇଲେକ୍ଟ୍ରନକୁ ଆଣିବା ଅର୍ଥାତ୍ ଇଲେକ୍ଟ୍ରନକୁ ଗ୍ରହଣ କଲେ ଆନାୟନ ସୃଷ୍ଟି ହୁଏ। ଏବଂ କାଟାୟନ ଓ ଆନାୟନ ପରସ୍ପରକୁ ଆକର୍ଷଣ କରି ଆୟନିକ ବନ୍ଧ ଗଠନ କରିଥାନ୍ତି। ଫଳରେ ଏକ ଆୟନିକ ଯୌଗିକ ବା ଲବଣ ସୃଷ୍ଟି ହୋଇଥାଏ। ବର୍ତ୍ତମାନ ଆମେ ଆୟନିକ ଯୌଗିକ ବା ଆୟନିକ କମ୍ପାଉଣ୍ଡ ବିଷୟରେ ପଢ଼ିବା। ଯେଉଁ ଯୌଗିକ ଧାତୁ ଓ ଅଧାତୁ ମଧ୍ୟରେ ଇଲେକ୍ଟ୍ରନ ଟ୍ରାନ୍ସଫର ଦ୍ୱାରା ସୃଷ୍ଟି ହୋଇଥାଏ ତାହାକୁ ଆୟନିକ ଯୌଗିକ ବା ଆୟନିକ କମ୍ପାଉଣ୍ଡ ବୋଲି କୁହାଯାଇଥାଏ। ଅର୍ଥାତ୍ ଏହାର ଉଦାହରଣ ହେଉଛି ସୋଡିୟମ କ୍ଲୋରାଇଡ୍। କିପରି ଏହା ସୃଷ୍ଟି ହୋଇଥାଏ? ଧାତୁ ଇଲେକ୍ଟ୍ରନ ତ୍ୟାଗ କରିକି କାଟାୟନ ହୁଏ ଏବଂ ଅଧାତୁ ଇଲେକ୍ଟ୍ରନ ଗ୍ରହଣ କରିକି ଆନାୟନ ହୋଇଥାଏ ଏବଂ କାଟାୟନ ଓ ଆନାୟନ ପରସ୍ପରକୁ ଆକର୍ଷଣ କରି ଆୟନିକ ଯୌଗିକ ସୃଷ୍ଟି କରିଥାନ୍ତି। ଏହାର ଉଦାହରଣଟି ସୋଡିୟମ କ୍ଲୋରାଇଡ୍। ସୋଡିୟମ କ୍ଲୋରାଇଡ୍ର ଇଲେକ୍ଟ୍ରନ ସଂରଚନା ହେଉଛି ଏହାର କେ ସେଲ୍ରେ 2ଟି ଇଲେକ୍ଟ୍ରନ ଅଛି, ଏମ୍ ସେଲ୍ରେ 8ଟି ଇଲେକ୍ଟ୍ରନ ଅଛି ଏବଂ ଏନ୍ ସେଲ୍ରେ ଗୋଟିଏ ମାତ୍ର ଇଲେକ୍ଟ୍ରନ ଅଛି। ଏହାର ବାହ୍ୟତମ କକ୍ଷରେ 1ଟି ଇଲେକ୍ଟ୍ରନ। ସେହିଭଳି କ୍ଲୋରିନ୍ର ଇଲେକ୍ଟ୍ରନ ସଂରଚନା 2, 8, 7। ଏହାର ବାହ୍ୟତମ କକ୍ଷରେ 7ଟି ଇଲେକ୍ଟ୍ରନ ଅଛି। କ୍ଲୋରିନ୍କୁ ଅଷ୍ଟକ ପୂର୍ଣ୍ଣ ବା ଷ୍ଟେବୁଲ ହେବା ପାଇଁ ଆଉ 1ଟି ଇଲେକ୍ଟ୍ରନ ଆବଶ୍ୟକ ଅଛି। ସେହିଭଳି ସୋଡିୟମକୁ ମଧ୍ୟ ଷ୍ଟେବୁଲ ବା ଅଷ୍ଟକ ପୂର୍ଣ୍ଣ ହେବା ପାଇଁ ତାକୁ 1ଟି ଇଲେକ୍ଟ୍ରନ ତାର ଏକ୍ସଟ୍ରା ଅଛି। ସେହିଭଳି ଯଦି ଆମେ ସୋଡିୟମକୁ ଦେଖିବା ତାହେଲେ ତାକୁ 7ଟି ଇଲେକ୍ଟ୍ରନ ଦରକାର ଅଷ୍ଟକ ପୂର୍ଣ୍ଣ ହେବା ପାଇଁ। କିନ୍ତୁ ଗୋଟେ ଆଟମରେ ଇଲେକ୍ଟ୍ରନ ଆଉ ପ୍ରୋଟନ ରହୁଛି ଏବଂ ଇଲେକ୍ଟ୍ରନ ଆଉ ପ୍ରୋଟନର ସଂଖ୍ୟା ସମାନ ହୋଇଥାଏ, ଯଦି ତାହା ଅଧିକ ପରିମାଣରେ ଇଲେକ୍ଟ୍ରନ ଦାନ କିମ୍ବା ଅଧିକ ପରିମାଣରେ ଇଲେକ୍ଟ୍ରନ ଗ୍ରହଣ କରିଦିଏ ତେବେ ତାହା ଷ୍ଟେବୁଲ ହୋଇପାରିବ। ତେଣୁ ସୋଡିୟମ ତାର ବାହ୍ୟତମ କକ୍ଷରେ ଗୋଟିଏ ଇଲେକ୍ଟ୍ରନ ଅଛି, ତେଣୁ ସେ ଗୋଟିଏ ଇଲେକ୍ଟ୍ରନକୁ ଦାନ କରିଦିଏ ଏବଂ କ୍ଲୋରିନ୍ 7ଟି ଇଲେକ୍ଟ୍ରନକୁ ଦାନ କରିପାରିବ ନାହିଁ, ତେଣୁ ସେ ସେଇ ଗୋଟିଏ ଇଲେକ୍ଟ୍ରନକୁ ଗ୍ରହଣ କରିଦେଇଥାଏ ଏବଂ ସୋଡିୟମ ଗୋଟିଏ ଇଲେକ୍ଟ୍ରନ ଦାନ କରି Na+ରେ ପରିଣତ ହୋଇଯାଇଥାଏ ଏବଂ ସେଇ ଇଲେକ୍ଟ୍ରନକୁ କ୍ଲୋରିନ୍ ଗ୍ରହଣ କରି Cl- ପରିଣତ ହୋଇଯାଇଥାଏ। ଏଠାରେ ସୋଡିୟମ ଏବଂ କ୍ଲୋରିନ୍ ବିପରୀତ ଚାର୍ଜ ହୋଇଥିବାରୁ ସେମାନେ ପରସ୍ପରକୁ ଆକର୍ଷଣ କରିଥାନ୍ତି। ଏମାନଙ୍କ ଆକର୍ଷଣ ଯୋଗୁଁ ସୋଡିୟମ କ୍ଲୋରାଇଡ୍ ସୃଷ୍ଟି ହୋଇଥାଏ। ଏଠାରୁ ଆମେ କ'ଣ ଦେଖିଲୁ? ଧାତୁରୁ ଅଧାତୁକୁ ଇଲେକ୍ଟ୍ରନର ସ୍ଥାନାନ୍ତରଣ ଦ୍ୱାରା ସୃଷ୍ଟି ହେଉଥିବା ଯୌଗିକକୁ ଆୟନିକ ଯୌଗିକ ବା ବିଦ୍ୟୁତ ସଂଯୋଗ୍ୟ ଯୌଗିକ ବୋଲି କୁହାଯାଇଥାଏ, ଯୋଉଟାକି ସୋଡିୟମ କ୍ଲୋରିନ୍ ସହ ମିଶି ସୋଡିୟମ କ୍ଲୋରାଇଡ୍ ବା ଲୁଣ ସୃଷ୍ଟି କରୁ। ଏଠାରେ ତମେ ଚିତ୍ରରେ ପ୍ରଥମେ ଦେଖ ବାହ୍ୟତମ କକ୍ଷରେ ସୋଡିୟମର ଗୋଟିଏ ଇଲେକ୍ଟ୍ରନ ଏବଂ କ୍ଲୋରିନ୍ର ବାହ୍ୟତମ କକ୍ଷରେ 7ଟି ଇଲେକ୍ଟ୍ରନ ଅଛି। ତାପରେ ସୋଡିୟମ ତାର ବାହ୍ୟତମ କକ୍ଷରେ ଥିବା ଇଲେକ୍ଟ୍ରନକୁ କ୍ଲୋରିନ୍କୁ ଦାନ କରିଦେଉଛି ଏବଂ Na+ ଏବଂ Cl- ସୃଷ୍ଟି ହେଉଛି ଏବଂ ବିପରୀତ ଚାର୍ଜ ପରସ୍ପରକୁ ଆଟ୍ରାକ୍ଟ କରି ସେମାନେ ସୋଡିୟମ କ୍ଲୋରାଇଡ୍ ବା ସଲ୍ଟ ତିଆରି।
ସେଇଭଳି ଯଦି ଆମେ ମାଗ୍ନେସିୟମ କ୍ଲୋରାଇଡ୍ କୁ ଦେଖିବା, ମାଗ୍ନେସିୟମର ବାହ୍ୟତମ କକ୍ଷରେ 2ଟି ଇଲେକ୍ଟ୍ରନ୍ ଅଛି ଏବଂ କ୍ଲୋରିନ୍ର ବାହ୍ୟତମ କକ୍ଷରେ 7ଟି ଇଲେକ୍ଟ୍ରନ୍ ଅଛି। ତେଣୁ ମାଗ୍ନେସିୟମର ବାହ୍ୟତମ କକ୍ଷରେ ଯୋଉ 2ଟି ଇଲେକ୍ଟ୍ରନ୍ ଥାଏ, ସେଇ 2ଟି ଇଲେକ୍ଟ୍ରନ୍କୁ ସେ କ୍ଲୋରିନ୍କୁ ତ୍ୟାଗ କରିଦେଇଥାଏ, ତାହା ଯୋଗୁଁ ତାର ଇଲେକ୍ଟ୍ରନ୍ ସଂରଚନା 2-8 ହୋଇଯାଏ, ଯାହାକି ଅଷ୍ଟକପୂର୍ଣ୍ଣ ବା ଷ୍ଟେବୁଲ। ଏବଂ କ୍ଲୋରିନ୍ କାହିଁକି ସେ ଗୋଟେ ଇଲେକ୍ଟ୍ରନ୍କୁ ରିସିଭ୍ କରିଥାଏ? କାରଣ କ୍ଲୋରିନ୍ର ବାହ୍ୟତମ କକ୍ଷରେ 7ଟି ଇଲେକ୍ଟ୍ରନ୍ ଥାଏ ଏବଂ ସେଇ ଗୋଟେ ଇଲେକ୍ଟ୍ରନ୍କୁ ପାଇ ତାର ଇଲେକ୍ଟ୍ରନ୍ ସଂରଚନା 2-8-8ରେ ପରିଣତ ହୁଏ, ଯାହାକି ଅଷ୍ଟକପୂର୍ଣ୍ଣ ବା ଷ୍ଟେବୁଲ ଅଟେ। ମାଗ୍ନେସିୟମ 2ଟି ଇଲେକ୍ଟ୍ରନ୍ କାହାକୁ ଦେଇଥାଏ? ମାଗ୍ନେସିୟମ ପାଖରେ 2ଟି ଇଲେକ୍ଟ୍ରନ୍ ଥିବାରୁ ସେ 2ଟି କ୍ଲୋରିନ୍ ପରମାଣୁଙ୍କୁ ଗୋଟିଏ କରି ଇଲେକ୍ଟ୍ରନ୍ ଦେଇଥାଏ। ପ୍ରଥମ କ୍ଲୋରିନ୍ଟି 1ଟି ଇଲେକ୍ଟ୍ରନ୍ ପାଏ ଏବଂ ଦ୍ୱିତୀୟ କ୍ଲୋରିନ୍ଟି ମଧ୍ୟ 1ଟି ଇଲେକ୍ଟ୍ରନ୍ ପାଏ। ଏହା ଫଳରେ Mg2+ ଏବଂ 2Cl- ଆୟନ ସୃଷ୍ଟି ହୋଇଥାଏ। ଯେହେତୁ ସେମାନେ 2ଟି ବିପରୀତ ଚାର୍ଜ ହୋଇଥାନ୍ତି, ତେଣୁ ସେମାନେ ପରସ୍ପରକୁ ଆଟ୍ରାକ୍ଟ କରିଥାନ୍ତି। ଯେହେତୁ ସେମାନେ ପରସ୍ପରକୁ ଆଟ୍ରାକ୍ଟ କରୁଛନ୍ତି, ତେଣୁକରି ମାଗ୍ନେସିୟମ କ୍ଲୋରାଇଡ୍ ବା ଲବଣ ସୃଷ୍ଟି ହୋଇଯାଇଛି। ଧାତୁରୁ ଅଧାତୁକୁ ଇଲେକ୍ଟ୍ରନର ସ୍ଥାନାନ୍ତରଣ ଦ୍ୱାରା ସୃଷ୍ଟି ହେଉଥିବା ଯୌଗିକକୁ ଆୟନିକ ଯୌଗିକ ବା ବିଦ୍ୟୁତ ସଂଯୋଗ୍ୟ ଯୌଗିକ ବୋଲି କୁହାଯାଉଛି। ଏଠାରେ ମାଗ୍ନେସିୟମ କ୍ଲୋରାଇଡ୍ ହେଉଛି ବିଦ୍ୟୁତ ସଂଯୋଗ୍ୟ ଯୌଗିକ। ବର୍ତ୍ତମାନ ଆମେ ଆୟନିକ ଯୌଗିକର ଧର୍ମ ବିଷୟରେ ପଢିବା। ଆୟନିକ ଯୌଗିକ ଗୁଡ଼ିକ କଠିନ ଓ ସ୍ଫଟିକାରକ ହୋଇଥାନ୍ତି, ଅର୍ଥାତ୍ ହାର୍ଡ ଆଣ୍ଡ କ୍ରିଷ୍ଟାଲାଇନ୍। ଆୟନିକ ଯୌଗିକ ସାଧାରଣତଃ କଠିନ ହୋଇଥାନ୍ତି। ଏଗୁଡ଼ିକ ନିର୍ଦ୍ଦିଷ୍ଟ ସ୍ଫଟିକ ବା କ୍ରିଷ୍ଟାଲ ଗଠନ ଗୁଡ଼ିକ। ଉଦାହରଣ ହେଉଛି ସୋଡିୟମ କ୍ଲୋରାଇଡ୍ ଏବଂ ମାଗ୍ନେସିୟମ କ୍ଲୋରାଇଡ୍। ଏଗୁଡ଼ିକ ଭଙ୍ଗୁର ବା ବ୍ରିଟିଲ୍। ଆଘାତ ପାଇଲେ ଏମାନେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥାନ୍ତି। ଏଗୁଡ଼ିକ ଉଚ୍ଚ ଗଳନାଙ୍କ ଓ ଉଚ୍ଚ ସ୍ଫୁଟନାଙ୍କ, ଅର୍ଥାତ୍ ଆୟନ ଗୁଡ଼ିକ ମଧ୍ୟରେ ଥିବା ଶକ୍ତିଶାଳୀ ଆକର୍ଷଣ ବଳ ଯୋଗୁଁ ଏମାନଙ୍କୁ ସହଜରେ ମେଲ୍ଟ କରି ହୁଏ ନାହିଁ କି ଏମାନଙ୍କୁ ସହଜରେ ବଏଲ କରନ୍ତି। ତେଣୁ ଏଗୁଡ଼ିକର ଗଳନାଙ୍କ ଓ ସ୍ଫୁଟନାଙ୍କ ବହୁତ ଅଧିକ। ଏଗୁଡ଼ିକ ଜଳରେ ଦ୍ରବଣୀୟ। ଅଧିକାଂଶ ଆୟନିକ ଯୌଗିକ ଜଳରେ ଦ୍ରବୀଭୂତ ହୋଇଥାନ୍ତି, କିନ୍ତୁ ପେଟ୍ରୋଲ, କିରୋସିନ ଭଳି ଜୈବ ଦ୍ରାବକରେ ସାଧାରଣତଃ ଦ୍ରବୀଭୂତ ହୁଅନ୍ତି ନାହିଁ। ଏମାନେ ବିଦ୍ୟୁତ ପରିବହନ କରିଥାନ୍ତି, କିନ୍ତୁ କଠିନ ଅବସ୍ଥାରେ ଏମାନେ ବିଦ୍ୟୁତ ପରିବହନ ଯେତେବେଳେ ଏମାନେ ଜଳ ସହ ମିଶି ଯାଇଥାନ୍ତି ବା ଜଳୀୟ ଦ୍ରବଣରେ ଏମାନେ ମିଶି ଯାଇଥାନ୍ତି, ସେତେବେଳେ ବିଦ୍ୟୁତ ପରିବହନ କରିଥାଏ, କାରଣ ସେତେବେଳେ ଆୟନ ଗୁଡ଼ିକ ଫ୍ରିଲି ମୁଭ୍ କରିପାରନ୍ତି। ଯେତେବେଳେ ଆମେ ଲୁଣରେ ବିଦ୍ୟୁତକୁ ପ୍ରବାହିତ କରିବା ପାଇଁ ଚେଷ୍ଟା କରିବା, ସେତେବେଳେ ବିଦ୍ୟୁତ ପ୍ରବାହିତ ହେବ ନାହିଁ, କିନ୍ତୁ ଯେତେବେଳେ ତାକୁ ଆମେ ଜଳରେ ଦ୍ରବୀଭୂତ କରିଦେବା, ସେତେବେଳେ ସେଇ ଲୁଣ ମଧ୍ୟରେ ବିଦ୍ୟୁତ ପରିବହନ ହୋଇପାରିବ। ଏଠାରେ ତମେ ଦେଖିବାକୁ ପାଉଥିବ ଯେ କିଛି ଆୟନିକ ଯୌଗିକ ତାଙ୍କର ଗଳନାଙ୍କ ଓ ସ୍ଫୁଟନାଙ୍କ, ଏଠାରେ ତାଙ୍କ ଗଳନାଙ୍କ ଓ ସ୍ଫୁଟନାଙ୍କକୁ କେଲଭିନରେ ରିପ୍ରେଜେଣ୍ଟ କରାଯାଇଛି। ଯେପରିକି ସୋଡିୟମ କ୍ଲୋରାଇଡର ଗଳନାଙ୍କ 1074 କେଲଭିନ ଏବଂ ସ୍ଫୁଟନାଙ୍କ 1686 କେଲଭିନ। ସେହିଭଳି ଲିଥିୟମ କ୍ଲୋରାଇଡର ଗଳନାଙ୍କ 887 କେଲଭିନ ଏବଂ ସ୍ଫୁଟନାଙ୍କ 1600 କେଲଭିନ। କ୍ୟାଲସିୟମ କ୍ଲୋରାଇଡର ଗଳନାଙ୍କ 1045 ଏବଂ ସ୍ଫୁଟନାଙ୍କ 1900। କ୍ୟାଲସିୟମ ଅକ୍ସାଇଡର ଗଳନାଙ୍କ 2850 ଏବଂ ସ୍ଫୁଟନାଙ୍କ 3120। ମାଗ୍ନେସିୟମ କ୍ଲୋରାଇଡର ଗଳନାଙ୍କ 981, ସ୍ଫୁଟନାଙ୍କ 1650। ନେକ୍ସଟ ଭିଡିଓରେ ଆମେ ଯାହା ବି ପାର୍ଟ ରହିଗଲା ତାକୁ ଆମେ ଭଲ ଭାବରେ କଭର କରିବା। ଏବଂ ତମେ ଯଦି ଅମ୍ଳ, କ୍ଷାର ଓ ଲବଣ ବିଷୟଟିକୁ ପଢିନ, ତାହେଲେ ମୁଁ ଡେସ୍କ୍ରିପସନରେ ଲିଙ୍କ ଦେଇଦେଉଛି, ତମେ ସେଇ ଲିଙ୍କରେ ଯାଇକି ଅମ୍ଳ, କ୍ଷାର ଓ ଲବଣଟିକୁ ପଢିପାରିବ। ଗୁଡ୍ ମର୍ଣ୍ଣିଂ ଏଭ୍ରିୱାନ୍। এই ভিডিওটি ହେଉଛି ଦଶମ ଶ୍ରେଣୀ ଭୌତିକ ବିଜ୍ଞାନର ଧାତୁ ଅଧାତୁର ସେକେଣ୍ଡ ପାର୍ଟ। ଯଦି ତମେ ଏହାର ଫାଷ୍ଟ ପାର୍ଟଟିକୁ ଦେଖିନ, ତାହେଲେ ମୁଁ ଡେସ୍କ୍ରିପସନ ବକ୍ସରେ ଲିଙ୍କ ଦେଇଦେଉଛି, ତମେ ଫାଷ୍ଟ ପାର୍ଟଟିକୁ ଯାଇକି ଦେଖିପାରିବ। ବର୍ତ୍ତମାନ ଆମେ ଧାତୁର ଉପସ୍ଥିତି ବିଷୟରେ ପଢିବା। ପୃଥିବୀର ଭୂତ୍ୱକ ବା ଆର୍ଥ କ୍ରଷ୍ଟରେ ଧାତୁ ପ୍ରଚୁର ପରିମାଣରେ ମିଳିଥାଏ। ଏହି ଧାତୁମାନଙ୍କୁ ଅଧିକାଂଶ ସମୟରେ ଖଣି ବା ମାଇନରୁ ଉତ୍ତୋଳନ କରାଯାଇଥାଏ। ଧାତୁ ଭୂମି ତଳେ ଖଣିଜ ବା ମିନେରାଲ ଆକାରରେ ରହିଥାଏ। କେବଳ ଭୂମି ତଳେ ନୁହେଁ, ସମୁଦ୍ର ଜଳରେ ମଧ୍ୟ କିଛି ଧାତୁ ଦ୍ରବୀଭୂତ ଲବଣ ବା ଡିଜଲ୍ଭ ସଲ୍ଟ ରୂପରେ ଉପସ୍ଥିତ ରହିଥାଏ। ପ୍ରକୃତିରେ ଧାତୁର ଉପସ୍ଥିତି। ପ୍ରକୃତିରେ ଧାତୁ ଦୁଇ ପ୍ରକାର ଅବସ୍ଥାରେ ମିଳିଥାଏ। ପ୍ରଥମଟି ହେଉଛି ମୌଳିକ ଅବସ୍ଥା ବା ଫ୍ରି ଷ୍ଟେଟ୍ ବା ନେଟିଭ ଷ୍ଟେଟ୍ ବୋଲି ମଧ୍ୟ ତାକୁ କୁହାଯାଏ।
ଏହି ଅବସ୍ଥାରେ ଧାତୁ ଗୁଡ଼ିକ ପ୍ରକୃତିରେ ହିଁ ଶୁଦ୍ଧ ଅବସ୍ଥାରେ ମିଳିଥାଏ। ଏମାନେ ବାୟୁ, ଜଳ କିମ୍ବା ଅନ୍ୟାନ୍ୟ ପଦାର୍ଥ ସହ ସହଜରେ ପ୍ରତିକ୍ରିୟା କରନ୍ତି ନାହିଁ, ଅର୍ଥାତ୍ ଏମାନଙ୍କର ପ୍ରତିକ୍ରିୟାଶୀଳତା କମ୍। ଏହାର ଉଦାହରଣ ଗୁଡ଼ିକ ହେଲା ସୁନା, ରୂପା ଏବଂ ପ୍ଲାଟିନମ୍। ଏବେ ଆସ ଧାତୁ କିପରି ଭାବରେ ଯୌଗିକ ଅବସ୍ଥାରେ ମିଳିଥାଏ ସେ ବିଷୟରେ ପଢ଼ିବା। ପ୍ରକୃତିରେ ଅଧିକାଂଶ ଧାତୁ ଶୁଦ୍ଧ ଅବସ୍ଥାରେ ମିଳେ ନାହିଁ। ସେମାନେ ଅନ୍ୟ ତତ୍ତ୍ୱ ଯେପରିକି ଅକ୍ସିଜେନ୍, ସଲଫର, କ୍ଲୋରିନ୍, କାର୍ବନ ଇତ୍ୟାଦି ସହ ରାସାୟନିକ ଭାବେ ସଂଯୁକ୍ତ ହୋଇ ଯୌଗିକ ରୂପରେ ରହିଥାନ୍ତି। ଏଗୁଡ଼ିକୁ କମ୍ପାଉଣ୍ଡ ଷ୍ଟେଟ୍ ବୋଲି ମଧ୍ୟ କୁହାଯାଇଥାଏ। ଏବେ ପ୍ରଶ୍ନ ଆସେ, ଅଧିକାଂଶ ଧାତୁ ଯୌଗିକ ଅବସ୍ଥାରେ କାହିଁକି ମିଳିଥାନ୍ତି? ଏହାର କାରଣ ହେଉଛି ଅଧିକାଂଶ ଧାତୁ ବହୁତ ସକ୍ରିୟ ବା ରିଆକ୍ଟିଭ ହୋଇଥାନ୍ତି। ସେଥିପାଇଁ ସେମାନେ ବାୟୁର ଅକ୍ସିଜେନ୍, ଜଳ, ସଲଫର, କାର୍ବନ ଡାଇଅକ୍ସାଇଡ୍ ସହ ସହଜରେ ପ୍ରତିକ୍ରିୟା କରନ୍ତି। ଏହି ପ୍ରତିକ୍ରିୟାର ଫଳରେ ସେମାନେ ଅକ୍ସାଇଡ୍, ସଲଫାଇଡ୍, କାର୍ବୋନେଟ୍ ଏବଂ କ୍ଲୋରାଇଡ୍ ଭଳି ଯୌଗିକ ଗଠନ କରିପାରନ୍ତି। ଆଇରନ୍ ବା ଲୁହାର ପ୍ରମୁଖ ଅର୍ ହେଉଛି ହେମାଟାଇଟ୍ ଏବଂ ମାଗ୍ନେଟାଇଟ୍। ହେମାଟାଇଟ୍ର ରାସାୟନିକ ସୂତ୍ର Fe2O3, ଯାହାକୁ କି ଫେରିକ୍ ଅକ୍ସାଇଡ୍ ବୋଲି କୁହାଯାଇଥାଏ। ସେହିଭଳି ମାଗ୍ନେଟାଇଟ୍ର ରାସାୟନିକ ସୂତ୍ର Fe3O4, ଯାହାକୁ କି ଫେରସ୍ ଫେରିକ୍ ଅକ୍ସାଇଡ୍ ବୋଲି ମଧ୍ୟ କୁହାଯାଇଥାଏ। ଆଲୁମିନିୟମର ପ୍ରମୁଖ ଅର୍ ହେଉଛି ବକ୍ସାଇଟ୍। ଏହାର ରାସାୟନିକ ସୂତ୍ର Al2O3 2H2O, ଯାହାକୁ କି ହାଇଡ୍ରେଟେଡ୍ ଆଲୁମିନିୟମ ଅକ୍ସାଇଡ୍ ବୋଲି ମଧ୍ୟ କୁହାଯାଇଥାଏ। କପର ବା ତମ୍ବାର କପର ଗ୍ଲାଣ୍ଡସ୍, ଯାହାକୁ କି ଚାଲ୍କୋସାଇଡ୍ ବୋଲି ମଧ୍ୟ କୁହାଯାଇଥାଏ। ଏହାର ରାସାୟନିକ ସୂତ୍ର Cu2S, ଯାହାର ନାମ କପର ସଲଫାଇଡ୍। କପରର ଆଉ ଏକ ମଧ୍ୟ ଅର୍ ଅଛି, ଯାହାକି କ୍ୟୁପ୍ରାଇଟ୍। ତାହାର ରାସାୟନିକ ସୂତ୍ର Cu2O। ଜିଙ୍କର ଅର୍ ହେଉଛି ଜିଙ୍କ ବ୍ଲେଣ୍ଡସ୍ ବା ସ୍ପ୍ଲାଲେରାଇଟ୍। ଏହାର ରାସାୟନିକ ସୂତ୍ର ବା କେମିକାଲ ଫର୍ମୁଲା ZnS, ଯାହାର ନାମ ଜିଙ୍କ ସଲଫାଇଡ୍। ଜିଙ୍କର ଆଉ ଏକ ମଧ୍ୟ ଅର୍ ଅଛି, ଯାହାକି କାଲାମାଇନ୍ ବା ସ୍ମିଥସନାଇଟ୍। ଏହାର ରାସାୟନିକ ଫର୍ମୁଲା ହେଉଛି ZnCO3 ଏବଂ ଏହାର ନାମ ହେଉଛି ଜିଙ୍କ କାର୍ବୋନେଟ୍। ସେହିଭଳି ଲେଡ୍ର ଅର୍ ହେଉଛି ଗାଲେନା। ଏହାର କେମିକାଲ ଫର୍ମୁଲା PbS ଏବଂ ଏହାର ନାଁ ଲେଡ୍ ସଲଫାଇଡ୍। ସେହିଭଳି ମର୍କ୍ୟୁରୀର ଅର୍ ହେଉଛି ସିନାବା ଏବଂ ଏହାର ରାସାୟନିକ ସୂତ୍ର ହେଉଛି HgS। ଏହାର ନାମ ମର୍କ୍ୟୁରୀ ସଲଫାଇଡ୍। ମର୍କ୍ୟୁରୀର ଆଉ ଏକ ମଧ୍ୟ ଅର୍ ଅଛି, ଯାହାକି ମଣ୍ଟ୍ରିଓଡାଇଟ୍। ଏହାର ରାସାୟନିକ ଫର୍ମୁଲା HgO ଏବଂ ଏହାର ନାଁ ହେଉଛି ମର୍କ୍ୟୁରୀ ଅକ୍ସାଇଡ୍। ସମୁଦ୍ରରେ ମିଳୁଥିବା ଧାତୁ ଗୁଡ଼ିକ କେଉଁ ଯୌଗିକ ରୂପରେ ମିଳିଥାନ୍ତି ତା ବିଷୟରେ ପଢ଼ିବା। ସୋଡିୟମକୁ ଆମେ ସୋଡିୟମ କ୍ଲୋରାଇଡ୍ ରୂପରେ ପାଇଥାଉ। ମାଗ୍ନେସିୟମକୁ ମାଗ୍ନେସିୟମ କ୍ଲୋରାଇଡ୍ ଏବଂ ମାଗ୍ନେସିୟମ ସଲଫେଟ୍ ରୂପରେ ପାଇଥାଉ। କ୍ୟାଲସିୟମକୁ କ୍ୟାଲସିୟମ ସଲଫେଟ୍ ଏବଂ କ୍ୟାଲସିୟମ କ୍ଲୋରାଇଡ୍ ରୂପରେ ପାଇଥାଉ। ସେହିଭଳି ପଟାସିୟମକୁ ମଧ୍ୟ ପଟାସିୟମ କ୍ଲୋରାଇଡ୍ ରୂପରେ ଆମେ ପାଇଥାଉ। ଏବେ ଆମେ ମିନେରାଲ ଏବଂ ଅର୍ କ'ଣ ସେ ବିଷୟରେ ଆମେ ଜାଣିବା। ମିନେରାଲ କ'ଣ? ପ୍ରକୃତିରେ ମିଳୁଥିବା ଧାତୁଯୁକ୍ତ ପଦାର୍ଥକୁ ମିନେରାଲ ବା ଖଣିଜ ବୋଲି କୁହାଯାଇଥାଏ। ଏବେ ଅର୍ ବା ଧାତୁପିଣ୍ଡ କ'ଣ? ଯେଉଁ ଖଣିଜରୁ ସହଜ ଏବଂ ଲାଭଦାୟକ ଭାବରେ ଧାତୁ ନିଷ୍କାସନ କରାଯାଇପାରେ ତାହାକୁ ଅର୍ ବା ଧାତୁପିଣ୍ଡ ବୋଲି କୁହାଯାଇଥାଏ। ପ୍ରତ୍ୟେକ ଅର୍ ହେଉଛି ଏକ ମିନେରାଲ, କାରଣ ଅର୍ ମଧ୍ୟ ଏକ ପ୍ରକାର ଖଣିଜ। କିନ୍ତୁ ପ୍ରତ୍ୟେକ ମିନେରାଲ ଅର୍ ନୁହେଁ, କାରଣ ସମସ୍ତ ଖଣିଜରୁ ସହଜ ଏବଂ ଲାଭଦାୟକ ଭାବରେ ଧାତୁ ନିଷ୍କାସନ କରାଯାଇପାରିବ ନାହିଁ। ଧାତୁ ନିଷ୍କାସନ ବିଷୟରେ ପଢ଼ିବା। ଧାତୁକୁ ତାର ଅର୍ରୁ ନିଷ୍କାସନ କରିବାର ପଦ୍ଧତି ଧାତୁର ପ୍ରତିକ୍ରିୟାଶୀଳତା ବା ରିଆକ୍ଟିଭିଟି ଉପରେ ନିର୍ଭର କରିଥାଏ। ଅର୍ଥାତ୍ ପ୍ରତ୍ୟେକ ଧାତୁର ରିଆକ୍ଟିଭିଟି ସମାନ ନଥାଏ। ସେଥିପାଇଁ ସମସ୍ତ ଧାତୁ ପାଇଁ ଏକା ପ୍ରକାରର ନିଷ୍କାସନ ପଦ୍ଧତି ବ୍ୟବହାର କରାଯାଏ ନାହିଁ। ପ୍ରକୃତିରେ ଧାତୁ ଦୁଇ ପ୍ରକାର ଅବସ୍ଥାରେ ମିଳିଥାଏ। ପ୍ରଥମଟି ହେଉଛି ମୁକ୍ତ ଅବସ୍ଥା, ଯେଉଁଟାକି ଯାହାକୁ କି ଆମେ ମୌଳିକ ଅବସ୍ଥା ବୋଲି ମଧ୍ୟ କହିଥାଉ, ଯାହାକି ଫ୍ରି ଷ୍ଟେଟ୍ ଅର୍ ନେଟିଭ୍ ଷ୍ଟେଟ୍। ଏହି ଅବସ୍ଥାରେ ଧାତୁ ଗୁଡ଼ିକ ଶୁଦ୍ଧ ଅବସ୍ଥାରେ ମିଳିଥାନ୍ତି। ଏବଂ ସେକେଣ୍ଡଟି ହେଉଛି ଯୌଗିକ ଅବସ୍ଥା। ଏହି ଅବସ୍ଥାରେ
ଧାତୁ ଗୁଡ଼ିକ ଅକ୍ସାଇଡ୍, ସଲଫାଇଡ୍, କାର୍ବୋନେଟ୍, କ୍ଲୋରାଇଡ୍ ଏଇଭଳି ଯୌଗିକ ରୂପରେ ମିଳିଥାନ୍ତି। ଏହି ଯୌଗିକ ଗୁଡ଼ିକରୁ ଧାତୁକୁ ପୃଥକ କରିବା ପ୍ରକ୍ରିୟାକୁ ଧାତୁ ନିଷ୍କାସନ ବା ଏକ୍ସଟ୍ରାକ୍ସନ ଅଫ୍ ମେଟେରିଆଲ ବୋଲି କୁହାଯାଇଥାଏ। ଧାତୁମାନଙ୍କର ପ୍ରତିକ୍ରିୟାଶୀଳତା ଅନୁସାରେ ଧାତୁମାନଙ୍କୁ 3ଟି ଭାଗରେ ବିଭକ୍ତ କରାଯାଇଛି, ଯାହାକି ଅଧିକ ପ୍ରତିକ୍ରିୟାଶୀଳ ଧାତୁ, ମଧ୍ୟମ ପ୍ରତିକ୍ରିୟାଶୀଳ ଧାତୁ ଏବଂ କମ୍ ପ୍ରତିକ୍ରିୟାଶୀଳ ଧାତୁ। ଅଧିକ ପ୍ରତିକ୍ରିୟାଶୀଳ ଧାତୁ ଯାହାକି ସୋଡିୟମ, ପୋଟାସିୟମ, କାଲସିୟମ, ମାଗ୍ନେସିୟମ, ଆଲୁମିନିୟମ ଏମାନଙ୍କୁ ଇଲେକ୍ଟ୍ରୋଲାଇସିସ୍ ପଦ୍ଧତି ଦ୍ୱାରା ନିଷ୍କାସନ କରାଯାଇଥାଏ। ସେହିଭଳି ମଧ୍ୟମ ପ୍ରତିକ୍ରିୟାଶୀଳ ଧାତୁ ଯେପରିକି ଜିଙ୍କ, ଆଇରନ୍, ଟିନ୍, ଲେଡ୍ ଏମାନଙ୍କୁ କାର୍ବନ ରିଡକ୍ସନ ପଦ୍ଧତିରେ ନିଷ୍କାସନ କରାଯାଇଥାଏ। ସେହିଭଳି କମ୍ ପ୍ରତିକ୍ରିୟାଶୀଳ ଧାତୁ ଯେପରିକି କପର, ମର୍କ୍ୟୁରୀ, ସିଲଭର, ଗୋଲ୍ଡ ଏବଂ ପ୍ଲାଟିନମ ଏମାନଙ୍କୁ ହିଟିଂ କିମ୍ବା ସିମ୍ପୁଲ ରିଡକ୍ସନ ପଦ୍ଧତିରେ ନିଷ୍କାସନ କରାଯାଇଥାଏ। ଲୋ ରିଆକ୍ଟିଭ ମେଟାଲ ନିମ୍ନ ପ୍ରତିକ୍ରିୟାଶୀଳ ଧାତୁଗୁଡ଼ିକର ଉଦାହରଣ ସୁନା, ରୂପା, ପ୍ଲାଟିନମ, ତମ୍ବା। ଏହି ଧାତୁଗୁଡ଼ିକର ବୈଶିଷ୍ଟ୍ୟ କ'ଣ? ଏହି ଧାତୁଗୁଡ଼ିକ ନିମ୍ନ ପ୍ରତିକ୍ରିୟାଶୀଳ ଧାତୁ ହୋଇଥିବାରୁ ଏମାନଙ୍କର ପ୍ରତିକ୍ରିୟାଶୀଳତା ବହୁତ କମ୍ ହୋଇଥାଏ। ଏହି ଧାତୁଗୁଡ଼ିକୁ ସାଧାରଣତଃ ଆମେ ମୁକ୍ତ ଅବସ୍ଥାରେ ବା ମୌଳିକ ଅବସ୍ଥାରେ ପାଇଥାଉ। ତମ୍ବା ଏବଂ ରୂପାକୁ ଆମେ ସଲଫାଇଡ୍ ଏବଂ ଅକ୍ସାଇଡ୍ ରୂପରେ ମଧ୍ୟ ପାଇଥାଉ। ଯେହେତୁ ଏହି ଧାତୁଗୁଡ଼ିକର ପ୍ରତିକ୍ରିୟାଶୀଳତା କମ୍, ତେଣୁ ଏମାନଙ୍କୁ ଆମେ ସହଜରେ ନିଷ୍କାସନ କରିପାରିବା। ମର୍କ୍ୟୁରୀର ଅର୍ ହେଉଛି ସିନାବାର, ଯାହାର କି କେମିକାଲ ଫର୍ମୁଲା ହେଉଛି HgS ବା ମର୍କ୍ୟୁରୀ ସଲଫାଇଡ୍। ପ୍ରଥମେ ଆମେ ସିନାବାରକୁ ବାୟୁରେ ଉତ୍ତପ୍ତ କରିବା। ଏହି ସମୟରେ ମର୍କ୍ୟୁରୀ ସଲଫାଇଡ୍ ଅକ୍ସିଜେନ ସହ ରାସାୟନିକ ପ୍ରତିକ୍ରିୟା କରି ମର୍କ୍ୟୁରୀ ଅକ୍ସାଇଡ୍ ଏବଂ ସଲଫର ଡାଇଅକ୍ସାଇଡ୍ ସେଥିମଧ୍ୟରୁ ସୃଷ୍ଟି ହେଉଛି। ଏହାପରେ ମର୍କ୍ୟୁରୀ ଅକ୍ସାଇଡ୍କୁ ଆମେ ପୁଣି ଥରେ ଯେତେବେଳେ ତାକୁ ଉତ୍ତପ୍ତ କରିବା, ଏହାର ବିଘଟନ ଘଟି ସେଥିମଧ୍ୟରୁ ଆମେ ପାରଦ ଏବଂ ଅମ୍ଳଜାନ ଗ୍ୟାସ୍ ପାଇପାରିବା। ସେହିଭଳି କପରର ଅର୍ ହେଉଛି କପର ଗ୍ଲାନ୍ସ ବା ଚାଲ୍କୋସାଇଟ୍। ଏହାର ରାସାୟନିକ ସୂତ୍ର ହେଉଛି Cu2S। ଯେତେବେଳେ ଆମେ କପର ସଲଫାଇଡ୍କୁ ବାୟୁରେ ଉତ୍ତପ୍ତ କରିଥାଉ, ସେତେବେଳେ କପର ଅକ୍ସାଇଡ୍ ଏବଂ ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍ ସେଥିମଧ୍ୟରୁ ଉତ୍ପନ୍ନ ହୋଇଥାଏ ଏବଂ ପୁଣି ଥରେ ଯେତେବେଳେ ଆମେ ସେଇ କପର ଅକ୍ସାଇଡ୍କୁ କପର ସଲଫାଇଡ୍ ସହ ରାସାୟନିକ ପ୍ରତିକ୍ରିୟା କରୁଛୁ, ସେତେବେଳେ କପର ଏବଂ ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍ ସେଥିମଧ୍ୟରୁ ଉତ୍ପନ୍ନ ହେଉଛି। ଏହିଭଳି ଭାବରେ ଆମେ ଶୁଦ୍ଧ କପର ବା ତମ୍ବାକୁ ପାଇପାରୁଛୁ। ଅର୍ଥାତ୍ ଏହିପରି କମ୍ ପ୍ରତିକ୍ରିୟାଶୀଳ ଧାତୁ ଯେପରିକି ମର୍କ୍ୟୁରୀ ଓ କପରକୁ ଆମେ ଉତ୍ତପ୍ତ କରିଦେଇ ସେଥିରୁ ଆମେ ସହଜରେ ତାକୁ ନିଷ୍କାସନ କରିପାରୁଛୁ। ମଧ୍ୟମ ପ୍ରତିକ୍ରିୟାଶୀଳ ଧାତୁ ଗୁଡ଼ିକର ଉଦାହରଣ ଯେପରିକି ଜିଙ୍କ, ଆଇରନ୍, ଲେଡ୍, ଟିନ୍, ନିକେଲ ଏବଂ କପର। ଏମାନେ ସାଧାରଣତଃ 3 ପ୍ରକାରର ଅର୍ରେ ମିଳିଥାନ୍ତି, ଯେପରିକି ଅକ୍ସାଇଡ୍ ଅର୍, ସଲଫାଇଡ୍ ଅର୍ ଏବଂ କାର୍ବୋନେଟ୍ ଅର୍। ଏହି ଅର୍ ଗୁଡ଼ିକରୁ ସିଧାସଳଖ ଧାତୁ ନିଷ୍କାସନ କରାଯାଇପାରେ ନାହିଁ, ତେଣୁ ଏମାନଙ୍କୁ ରୋଷ୍ଟିଂ କିମ୍ବା କାଲସିଲେସନ ପ୍ରକ୍ରିୟା ଦ୍ୱାରା ଅକ୍ସାଇଡ୍ରେ ପରିଣତ କରାଯାଏ। ତାପରେ ରିଡକ୍ସନ ବା ବିଜାରଣ ପ୍ରକ୍ରିୟା ଦ୍ୱାରା ଧାତୁ ନିଷ୍କାସନ କରାଯାଇଥାଏ। ରୋଷ୍ଟିଂ ଏବଂ କାଲସିଲେସନ ପ୍ରକ୍ରିୟା କ'ଣ, ତାକୁ ଏବେ ଆମେ ବୁଝିବା। ରୋଷ୍ଟିଂ ହେଉଛି ସଲଫାଇଡ୍ ଅର୍କୁ ପ୍ରଚୁର ପରିମାଣରେ ଅକ୍ସିଜେନର ଉପସ୍ଥିତିରେ ଉତ୍ତପ୍ତ କରିବା ପ୍ରକ୍ରିୟା। ଏହି ପ୍ରକ୍ରିୟାରେ ସଲଫାଇଡ୍ ଅର୍ ମେଟାଲ ଅକ୍ସାଇଡ୍ରେ ପରିଣତ ହୋଇଯାଇଥାଏ। ଉଦାହରଣ ସ୍ୱରୂପ ଜିଙ୍କ ସଲଫାଇଡ୍ ଅର୍ଥାତ୍ ZnS, ଯାହାକୁ ଆମେ ଅକ୍ସିଜେନର ଉପସ୍ଥିତିରେ ଯେତେବେଳେ ତାକୁ ଆମେ ହିଟ୍ କରୁଛୁ, ସେତେବେଳେ ତାହା ZnO ବା ଜିଙ୍କ ଅକ୍ସାଇଡ୍ରେ ପରିଣତ ହୋଇଯାଉଛି ଏବଂ ସେଥିମଧ୍ୟରୁ ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍ ଉତ୍ପନ୍ନ ହେଉଛି। ରୋଷ୍ଟିଂ ପ୍ରକ୍ରିୟାକୁ ସଲଫାଇଡ୍ ଅର୍ ପାଇଁ ବ୍ୟବହାର କରାଯାଇଥାଏ ଏବଂ ତାପରେ ରିଡକ୍ସନ ପ୍ରକ୍ରିୟା ଦ୍ୱାରା ଜିଙ୍କ ଅକ୍ସାଇଡ୍ରୁ ଆମେ ଜିଙ୍କକୁ ପାଇପାରିବା। କାଲସିଲେସନ ହେଉଛି କାର୍ବୋନେଟ୍ ଅର୍ କିମ୍ବା ହାଇଡ୍ରୋକ୍ସାଇଡ୍ ଅର୍କୁ ବାୟୁର ଅନୁପସ୍ଥିତି କିମ୍ବା ସୀମିତ ବାୟୁରେ ଉତ୍ତପ୍ତ କରିବା ପ୍ରକ୍ରିୟା। ଏହି ପ୍ରକ୍ରିୟାରେ କାର୍ବୋନେଟ୍ ଅର୍ ମେଟାଲ ଅକ୍ସାଇଡ୍ରେ ପରିଣତ ହୋଇଯାଇଥାଏ, ଯେପରିକି ଜିଙ୍କ କାର୍ବୋନେଟ୍,
जहाँकि ZnCO3 को जेतेबेले आमे उत्तप्त करूछु सेतेबेले ता जिंक ऑक्साइड जहाँकि ZnO एवं सेथि मध्यरु कार्बन डाइऑक्साइड गैस बाहरी जाउछि। अर्थात कैल्सिलेशन प्रक्रिया को कार्बोनेटर किंबा हाइड्रोक्साइड ओर पय व्यवहार करा जायथे। विस्थापन प्रक्रिया द्वारा आमे किपरि भाबरे धातु को निष्कासन करि परिबा से विषय रे पढिबा। धातव ऑक्साइड रु धातु पाइबा पय सबु बेले कार्बन रो व्यवहार करा जाय नाही। केतेक क्षेत्र रे विस्थापन प्रक्रिया बा डिस्प्लेसमेंट रिएक्शन मध्य करा जायथे। एही प्रक्रिया रे अधिक प्रतिक्रियाशील धातु जेपरि कि सोडियम, कैल्शियम, एल्युमिनियम रिड्यूसिंग एजेंट बा विजारक भाବରେ निया जायथे। एही धातु गुड़िक कम प्रतिक्रियाशील धातु को सेमानंको ऑक्साइड किंबा यौगिक रु विस्थापन करी मुक्त करी देथे। फଳରେ ଆମେ शुद्ध धातु पाई परिथौ। 3 मोल मैंगानीज डाइऑक्साइड 4 मोल एल्युमिनियम सह रासायनिक प्रतिक्रिया करी 3 मोल एल्युमिनियम एवं 2 मोल एल्युमिनियम ऑक्साइड सृष्टि करूछि। वर्तमान आमे जारण और विजारण पदार्थ को किपरि चिन्हिबा से विषय रे पढिबा। एठारे रासायनिक प्रतिक्रियाटी होउछि मैंगानीज डाइऑक्साइड एल्युमिनियम सह रासायनिक प्रतिक्रिया करी मैंगानीज एवं एल्युमिनियम ऑक्साइड सृष्टि करूछि। एठारे जारित बा ऑक्सीडाइज काकु कुहाजे जेउ पदार्थ ऑक्सीजन ग्रहण करे किंबा इलेक्ट्रॉन हराए ताकू जारित होउछि बोले आमे कहिथाउ। सेही भली जेउ पदार्थ ऑक्सीजन त्याग करे किंबा इलेक्ट्रॉन ग्रहण करे ताकू आमे विजारित होउछि बोली कहिथाउ। जारक और विजारक को चिन्हिबा। जेउ पदार्थ अन्य को विजारित करे ताहाकू आमे विजारक बा रिड्यूसिंग एजेंट बोली कहिथाउ। एही प्रक्रिया रे एल्युमिनियम मैग्नीशियम ऑक्साइड को विजारित करूछि तेणु एल्युमिनियम होउछि विजारक बा रिड्यूसिंग एजेंट एवं जेउ पदार्थ अन्य को जारित करे ताकू जारक बा ऑक्सीडाइजिंग एजेंट बोली कहा जायते। एही प्रक्रिया रे मैंगानीज डाइऑक्साइड एल्युमिनियम को जारित करूछि तेणु मैंगानीज डाइऑक्साइड हेउछि जारक बा ऑक्सीडाइजिंग एजेंट। हाई रिएक्टिव मेटल जहाँकि उच्च प्रतिक्रियाशील धातु विषय रे पढिबा। एहार उदाहरण गुड़िक पोटासियम, सोडियम, कैल्शियम, मैग्नीशियम एवं एल्युमिनियम। एही धातु गुड़िक अधिक प्रतिक्रियाशील होइथांती तेणु एही धातु गुड़िक आमे केबे भी मुक्त अवस्था रे पाई पारु नाहु। एमाने समस्ते एमाने सबुबेले यौगिक अवस्था रे मिलिथांती। एमानंकु कार्बन द्वारा निष्कासन करिबा संभव नुहे कारण एही धातु गुड़िकर ऑक्साइड बहुत स्टेबल होइथाय एवं कार्बन एही ऑक्साइड रु ऑक्सीजन को अपसारण करि पारे नाही तेणु कार्बन द्वारा एमानंकु निष्कासन करा जाय नाही। आमे विद्युत विश्लेषण द्वारा किपरि धातु को निष्कासन करि परिबा से विषय रे चलो पढिबा। एही धातु गुड़िकर यौगिक साधारणतः कठिन अवस्था रे थांती। सेमानंकु प्रथमे आमे तरल अवस्था को आनिबा तापरे विद्युत विश्लेषण द्वारा धातु गुड़िकु अलगा करिबा। उदाहरण जेपरि कि तरल अवस्था रे थिबा सोडियम क्लोराइड, तरल अवस्था रे थिबा मैग्नीशियम क्लोराइड, तरल अवस्था रे थिबा एल्युमिनियम ऑक्साइड। विद्युत विश्लेषण समय रे कोन घटिଥାଏ? विद्युत प्रवाह देले तरल अवस्था रे थिबा यौगिक भांगी धातु और अधातु रे परिणत हो जायथे। इलेक्ट्रोलाइसिस कोन? विद्युत प्रवाह देई कोनोसी एक यौगिक को भांगी सेथिरु धातु किंबा अन्य पदार्थ पाइबा को इलेक्ट्रोलाइसिस कहा जायथे। आमे याकू एक उदाहरण माध्यम रे बुझिबा। प्रथमे आमे मोल्टेन सोडियम क्लोराइड को नेबा अर्थात सोडियम क्लोराइड साधारणतः कठिन अवस्था रे थाए। सेही कठिन अवस्था रे थिबा सोडियम क्लोराइड को गरम करी ताकू तरल अवस्था को आनिबा एवं ताकू आमे एठारे व्यवहार करिबा। सोडियम क्लोराइड रे जेतेबेले आमे इलेक्ट्रोलाइसिस करू सेतेबेले सोडियम क्लोराइड भांगी Na+ एवं Cl- आयन रे परिणत हो जाय। Na+ टी होउछि पॉजिटिव आयन जहाके काटायन, Cl- टी होउछि नेगेटिव आयन बा आनायन। एहाकु करिया पई आमे दुईटी इलेक्ट्रोड व्यवहार करिथाउ, गोटे एनोड एवं गोटे कैथोड। एनोड टी होउछि युक्तात्मक चार्ज बा पॉजिटिव चार्ज एवं कैथोड टी होउछि नेगेटिव। कैथोड रे कोन होइथे? कैथोड होउछि नेगेटिव तेणु ता पॉजिटिव चार्ज को अट्रैक्ट करिथे एवं एठारे पॉजिटिव चार्ज के एठारे पॉजिटिव चार्ज होउछि सोडियम। सोडियम आयन कैथोड को जाइथे एवं सेठा को जाई इलेक्ट्रॉन ग्रहण करिथे जहा द्वारा कि Na+ टी
गोटे इलेक्ट्रॉन को ग्रहण करी पुणी Na रे कन्वर्ट हो जाए ताहा जो सोडियम धातु उत्पन्न होता है से भली एनोड रे कौन होता है एनोड होची पॉजिटिव तेणु ताहा नेगेटिव चार्ज को अट्रैक्ट करता है एवं एठारे नेगेटिव के एठारे नेगेटिव होची क्लोरीन एवं क्लोरीन आनोड को जाई एक्स्ट्रा इलेक्ट्रॉन जो ता पाख को आसी थाए से इलेक्ट्रॉन को सेठारे से त्याग कर दे थाए एवं गैस सेथि मध्यरु बाहरी थाए धातु को किपरि परिष्कार करिबा से विषय पढ़िबा धातु परिष्करण कौन निष्कासन पर प्राप्त धातु संपूर्ण शुद्ध होई न थाए एथिरे विभिन्न प्रकारर अपद्रव्य बा इम्प्युरिटी मिसिकी रही थाए एही अपद्रव्य गुड़ी को आमे अपसारण करी शुद्ध धातु प्राप्त करिवा प्रक्रिया को धातु परिष्करण बोली कहा जायते। परिष्करण कौन पे आवश्यक धातुर शुद्धता बढ़ाइबा पई धातुर गुण को बढ़ाइबा पई तार गुण जेपर कि स्ट्रेंथ कंडक्टिविटी ड्यूरेबिलिटी एगुडी को बढ़ाइबा पई शिल्प एवं वैद्युतिक कार्य व्यवहार करिबा पई विभिन्न प्रकारर परिष्करण पद्धति अछि धातुर प्रकृति अपद्रव्यर परिमाण को आधार करिकि आमे परिष्करण पद्धति को व्यवहार करिथाउ वैद्युतिक परिष्करण होउछि धातु परिष्करणर सबुठारु प्रचलित पद्धति एही पद्धति रे वैद्युतिक विश्लेषण जहाँकि इलेक्ट्रोलाइसिस द्वारा अशुद्ध धातु को शुद्ध करा जाय मेनली आमे को धातु गुडी को परिष्करण करिथाउ तंबा जिंक टीण निकेल रूपा सुना ए धातु गुडी को आमे परिष्करण करिथाउ वैद्युतिक विश्लेषण इलेक्ट्रो रिफाइनिंग वैद्युतिक विश्लेषण कौन अशुद्ध धातुरु अपद्रव्य अपसारण करी शुद्ध धातु प्राप्त करिवा पई विद्युत विश्लेषण बा इलेक्ट्रोलाइसिस व्यवहार करा जायते एही प्रक्रिया को वैद्युतिक विश्लेषण बा इलेक्ट्रो रिफाइनिंग बोली कहा जायते अशुद्ध धातुर दंड को आमे एनोड भाव में व्यवहार करिथाउ एवं शुद्ध धातुर पतला पत्र को आमे कैथोड भाव में व्यवहार करिथाउ एवं आमे इलेक्ट्रोलाइट भाव में क्या व्यवहार करिथाउ धातुर द्रवणीय लवणर द्रवण को इलेक्ट्रोलाइट भाव में व्यवहार करिथाउ जेपरि कि तंबार परिष्करण समय रे आमे कॉपर सल्फाइड को द्रवण भाव में व्यवहार करिथाउ जेतेबेले आमे सेथिरे विद्युत प्रवाह करि देथाउ सेतेबेले कोन हेतै एनोड रे थिबा अशुद्ध धातु द्रवीभूत होई इलेक्ट्रोलाइट को जाइथाय सही धातु आयन गुड़ी को इलेक्ट्रोलाइट रु कैथोड को आसी इलेक्ट्रॉन ग्रहण करी शुद्ध धातु भाव में जमा होता है जो अपद्रव्य गुड़ी को इलेक्ट्रोलाइट रे द्रवणीय होइथांती सेगुड़ी को इलेक्ट्रोलाइट्स रे मिसी जाइथांती जो अपद्रव्य गुड़ी को अद्रवणीय होइथांती से माने एनोड तळे जमा हो जाइथांती कॉपर को इलेक्ट्रोलाइसिस करूछु एनोड रे इम्प्योर कॉपर को नौछु एवं कैथोड रे प्योर कॉपर को नौछु कॉपर सल्फेट को इलेक्ट्रोलाइट भाव में व्यवहार करूछु तापर आमे डीसी विद्युत प्रवाह करिथाउ इलेक्ट्रोलाइट रे विद्युत प्रवाह होबा द्वारा कोन होइते इलेक्ट्रोलाइट टी भांगी जाइते अर्थात आमे जो एठारे कॉपर सल्फेट को नेइछु कॉपर सल्फेट टी भांगी Cu2+ एवं SO4 रे परिणत हो जाउछि एनोड रे कोन होइते अशुद्ध तंबा इलेक्ट्रॉन त्याग करी द्रवण को आसी जाइते जेपरि कि कॉपर टी भांगी जाई इलेक्ट्रॉन से त्याग करथे एनोड रे कोन होइते अशुद्ध तंबाटी इलेक्ट्रॉन त्याग करी द्रवण को आसी जाइथे एठारे कॉपर भांगी जाई Cu2+ रे कन्वर्ट हो जाइथे एनोड धीरे धीरे छोट हो जाइथे Cu2+ आयन इलेक्ट्रोलाइट रे मिसी जाइथे तापर कैथोड रे कोन होइते Cu2+ आयन इलेक्ट्रॉन ग्रहण करी शुद्ध तंबा रे परिणत हो जाइथे एवं से शुद्ध तंबाटी कैथोड रे जमा हो जाइथे एहा जगु कैथोड टी धीरे धीरे मोटा होई जाइथे अपद्रव्यर कोन होइते जो अपद्रव्य गुडी को इलेक्ट्रोलाइट रे मिसी पारु नहीं ताहा तळे बसी जाउची संख्यारण का कहते धातु वायुर ऑक्सीजन आर्द्रता अम्ल इत्यादि सह रासायनिक प्रतिक्रिया करी धीरे धीरे क्षय हो जाइथे एही क्षय हेबा प्रक्रिया को संख्यारण बोली कहा जाइथे संख्यारण हेबा जो धातुर कोन होइथे धातुर औज्ज्वल्यता नष्ट हो जाइଥାଏ धातुर शक्ति एवं स्थायित्व कमी जाइଥାଏ धातुर उपरी भाग रे ऑक्साइड किंबा सल्फाइड किंबा कार्बोनेट रो एक पतला स्तर सृष्टि हो जाइଥାଏ रूपा उपकरण गुड़िक किछि समय वायु रे रहिले ताहा कला पड़ी जाए कारण वायु रे थिबा सल्फाइड रूपा सह रासायनिक प्रतिक्रिया करी सिल्वर सल्फाइड रो एक आवरण सृष्टि करिଥାଏ
କପର ବାୟୁରେ ଥିବା ଆର୍ଦ୍ର ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କରି ଆସ୍ତେ ଆସ୍ତେ ଏହାର ଧୂସରିଆ ଉଜ୍ଜ୍ୱଳତା ପୃଷ୍ଠ ହରାଏ ଏବଂ ଏକ ସବୁଜ ଆବରଣ ଲାଭ କରେ। ଏହି ସବୁଜ ପଦାର୍ଥଟି କପର କାର୍ବୋନେଟ୍ ଅଟେ। ଲୁହା ଆର୍ଦ୍ର ବାୟୁରେ ବହୁତ ସମୟ ରହିଗଲେ ଏକ ବାଦାମୀ ପତଳା ଆସ୍ତରଣ ଲାଭ କରେ, ତାହାକୁ କଳଙ୍କି ବୋଲି କୁହାଯାଏ। ଏହି ଚିତ୍ରଟିରେ ଲୁହାରେ କଳଙ୍କି ପାଇଁ ଆବଶ୍ୟକ ବାୟୁ ଓ ପାଣିର ଗୁରୁତ୍ୱକୁ ଦର୍ଶାଯାଇଛି। ଲୁହାରେ କଳଙ୍କି ଧରିବା ପାଇଁ ଉଭୟ ଅକ୍ସିଜେନ୍ ଓ ପାଣିର ଆବଶ୍ୟକ ହୋଇଥାଏ। ଚିତ୍ର ଏରେ ପାଣି ଅଛି ଏବଂ ବାୟୁ ମଧ୍ୟ ଅଛି। ଏହା ଯୋଗୁଁ ଲୁହାରେ କଳଙ୍କ ସୃଷ୍ଟି ହେଉଛି। ପାଣି ଏବଂ ଅକ୍ସିଜେନ୍ ଉଭୟ ଉପସ୍ଥିତି ଥିବାରୁ ଲୁହାର ସଂକ୍ଷାରଣ ବା ରଷ୍ଟିଂ ହେଉଛି। ଚିତ୍ର ବିରେ ଫୁଟା ଯାଇଥିବା ଡିଷ୍ଟିଲ୍ ୱାଟର ଅଛି ଏବଂ ପାଣି ଉପରେ ଏକ ତେଲର ସ୍ତର ଅଛି। ଏଠାରେ ଆମେ କ'ଣ ଦେଖିଲୁ? ଏଠାରେ ଆମେ ଦେଖିଲୁ ଯେ ଲୁହାରେ କଳଙ୍କି ଲାଗୁନାହିଁ। କୋଉଥିପାଇଁ କଳଙ୍କି ଲାଗୁନାହିଁ? ପାଣି ଅଛି କିନ୍ତୁ ଅକ୍ସିଜେନ୍ ନଥିବାରୁ ଲୁହାରେ କଳଙ୍କି ପଡୁନାହିଁ। ଚିତ୍ର ସିରେ ଶୁଷ୍କ ବାୟୁ ଅଛି ଏବଂ ଆନହାଇଡ୍ରସ୍ କ୍ୟାଲସିୟମ କ୍ଲୋରାଇଡ୍ ଅଛି। ଆନହାଇଡ୍ରସ୍ କ୍ୟାଲସିୟମ କ୍ଲୋରାଇଡ୍ର କାମ କ'ଣ? ଜଳୀୟ ବାଷ୍ପକୁ ଶୋଷି ନେଇ ବାୟୁକୁ ଶୁଷ୍କ ରଖିଥାଏ। ଏଠାରେ ମଧ୍ୟ ଆମେ ଦେଖିଲୁ ଯେ ଲୁହାରେ କଳଙ୍କି ଲାଗୁନାହିଁ, କାରଣ ଅକ୍ସିଜେନ୍ ଥିଲେ ମଧ୍ୟ ପାଣି ନଥିବାରୁ କଳଙ୍କି ପଡୁନାହିଁ। ସଂକ୍ଷାରଣକୁ ରୋକିବା ପାଇଁ ଆମେ କ'ଣ କ'ଣ ସବୁ ପଦକ୍ଷେପ ନେଇପାରିବା? ଧାତୁ ଉପରେ ଆମେ ରଙ୍ଗ ଲଗାଇ ପାରିବା। ଏହା ଯୋଗୁଁ ବାୟୁ ଓ ଜଳର ସଂସ୍ପର୍ଶକୁ ଆମେ ରଖିପାରିବା। ଧାତୁ ପୃଷ୍ଠରେ ତେଲ କିମ୍ବା ଗ୍ରିଜିଂ ଲଗାଇ ପାରିବା। ଏହା ଯୋଗୁଁ ଆର୍ଦ୍ରତାରୁ ଧାତୁକୁ ଆମେ ରକ୍ଷା କରିପାରିବା। ଗାଲଭାନାଇଜେସନ ଆମେ କରିପାରିବା, ଅର୍ଥାତ୍ ଲୁହା ଉପରେ ଜିଙ୍କର ପତଳା ସ୍ତର ଚଢ଼ାଇ ପାରିବା। ଏହା ଲୁହାକୁ କଳଙ୍କ ଲାଗିବାରୁ ସୁରକ୍ଷା ପ୍ରଦାନ କରିଥାଏ। ଗୋଟିଏ ଧାତୁ ଉପରେ ଅନ୍ୟ ଧାତୁର ପତଳା ସ୍ତରକୁ ଆମେ ଚଢ଼ାଇ ପାରିବା, ଯାହାକୁ କି ଇଲେକ୍ଟ୍ରୋପ୍ଲେଟିଂ ବୋଲି କୁହାଯାଏ। ଏହାର ଉଦାହରଣ କ୍ରୋମିୟମ କିମ୍ବା ନିକେଲ ପ୍ଲେଟିଂ। ଆଉ ଆମେ କ'ଣ କରିପାରିବା ନା ମିଶ୍ର ଧାତୁ ସୃଷ୍ଟି କରିପାରିବା, ଯାହାକି ଦୁଇ କିମ୍ବା ଅଧିକ ଧାତୁକୁ ମିଶାଇ ଆମେ ମିଶ୍ର ଧାତୁ ସୃଷ୍ଟି କରିଥାଉ। ଏହା ଦ୍ୱାରା ସଂକ୍ଷାରଣକୁ ଆମେ କମାଇ ପାରିବା। ଏହାର ଉଦାହରଣ ହେଉଛି ଷ୍ଟେନଲେସ୍ ଷ୍ଟିଲ୍। ଆମେ ଧାତୁ ଗୁଡ଼ିକୁ କିପରି ଉନ୍ନତି କରିପାରିବା ସେ ବିଷୟରେ ଚାଲ ଏବେ ଆମେ ପଢ଼ିବା। ଧାତୁ ଗୁଡ଼ିକର ଗୁଣରେ ଉନ୍ନତି ଆଣିବା ପାଇଁ ମିଶ୍ର ଧାତୁର ପ୍ରସ୍ତୁତି, ଯାହାକି ଏଲୋଇଂ ଏକ ଉତ୍ତମ ପ୍ରଣାଳୀ ଅଟେ। ଏହି ପ୍ରଣାଳୀ ଦ୍ୱାରା ଆମର ଆବଶ୍ୟକତା ମୁତାବକ ଗୁଣ ସମ୍ପୂର୍ଣ୍ଣ ଧାତୁ ପାଇପାରିବା। ଆବଶ୍ୟକତା ମୁତାବକ ଗୁଣ ସମ୍ପୂର୍ଣ୍ଣ ଅର୍ଥାତ୍ ଆମେ ଯେଉଁଭଳି ଭାବରେ ଧାତୁଟିକୁ ଚାହୁଁଛୁ ସେଇଭଳି ଭାବରେ ସେ ଧାତୁଟି ହୋଇପାରିବ। ଲୁହା ହେଉଛି ଆମ ଦୈନନ୍ଦିନ ଜୀବନରେ ସବୁଠାରୁ ବହୁଳ ଭାବରେ ବ୍ୟବହୃତ ହେଉଥିବା ଏକ ଧାତୁ। ଲୁହାକୁ କେବେ ବି ଆମେ ସମ୍ପୂର୍ଣ୍ଣ ଶୁଦ୍ଧ ଅବସ୍ଥାରେ ବ୍ୟବହାର କରିପାରିବା ନାହିଁ, କାରଣ ବିଶୁଦ୍ଧ ଲୁହା ଅତ୍ୟନ୍ତ ନରମ ହୋଇଥାଏ। ଏଣୁ ଏହାକୁ ଗରମ କଲେ ଏହା ସହଜରେ ପ୍ରଶମିତ ବା ନମନୀୟ ହୋଇଯାଇଥାଏ। ତେଣୁ ବିଶୁଦ୍ଧ ଲୁହା ସହିତ ଆମେ ଖୁବ୍ କମ୍ ପରିମାଣରେ ଅଙ୍ଗାରକ ବା କାର୍ବନ ମିଶାଇଥାଉ। ଖୁବ୍ କମ୍ ପରିମାଣରେ ଅର୍ଥ 0.05% ଆମେ ମିଶାଇଥାଉ। ତେଣୁ ଏହା ଅତ୍ୟନ୍ତ ଶକ୍ତ ଏବଂ କଠିନ ହୋଇଯାଇଥାଏ। ଷ୍ଟେନଲେସ୍ ଷ୍ଟିଲ୍କୁ କିପରି ଭାବରେ ପ୍ରସ୍ତୁତ କରାଯାଏ? ଯେତେବେଳେ ଲୁହା, ନିକେଲ ଏବଂ କ୍ରୋମିୟମକୁ ଗରମ କରି ତରଳେଇ ମିଶାଇ ଦିଆଯାଇଥାଏ, ସେତେବେଳେ ଆମେ ଷ୍ଟେନଲେସ୍ ଷ୍ଟିଲ୍ ପାଇଥାଉ। ଏହା ଅତ୍ୟନ୍ତ ଶକ୍ତ ହୋଇଥାଏ ଏବଂ ଏଥିରେ କେବେ ହେଲେ କଳଙ୍କି ଲାଗେ ନାହିଁ। ଯୋଗୁଁ କ'ଣ ହୋଇଥାଏ? ଏହା ଯୋଗୁଁ ଧାତୁର ଗୁଣରେ ପରିବର୍ତ୍ତନ ହୋଇଯାଇଥାଏ। ଯଦି ଲୁହା ସହିତ କୌଣସି ପଦାର୍ଥ ମିଶିଯାଏ, ତେବେ ତାର ମୂଳ ଗୁଣ ବଦଳି ଯାଇଥାଏ। ପ୍ରକୃତିରେ ଯେକୌଣସି ଧାତୁ ସହିତ ଅନ୍ୟ କୌଣସି ପଦାର୍ଥ ମିଶାଇଲେ ତାର ଗୁଣ ଏବଂ ପ୍ରକୃତି ବଦଳି ଯାଇଥାଏ। ମିଶ୍ର ଧାତୁର ଉପାଦାନ କ'ଣ କ'ଣ? ଧାତୁର ଗୁଣ ବଢ଼ାଇବା ପାଇଁ ସେଥିରେ ଯେଉଁ ପଦାର୍ଥ ମିଶାଯାଏ ତାହା ଧାତୁ ହୋଇଥାଇପାରେ କିମ୍ବା ଅଧାତୁ ମଧ୍ୟ ହୋଇଥାଇପାରେ। ତାକୁ ମିଶ୍ରଣର ଉପାଦାନ ବୋଲି କୁହାଯାଏ। ମିଶ୍ର ଧାତୁର ସଂଜ୍ଞା କ'ଣ? ଦୁଇ ବା ତତୋଧିକ ଧାତୁର ସମଜାତୀୟ ମିଶ୍ରଣ କିମ୍ବା ଏକ ଧାତୁ ଏକ ଅଧାତୁର ସମଜାତୀୟ ମିଶ୍ରଣକୁ ମିଶ୍ର ଧାତୁ ବୋଲି କୁହାଯାଇଥାଏ। ଏହାକୁ ତିଆରି କରିବା ପାଇଁ ପ୍ରଥମେ ପ୍ରାଥମିକ ଭାବେ ମୂଳ ଧାତୁକୁ ତରଳାଯାଏ। ତାପରେ ଏକ ନିର୍ଦ୍ଦିଷ୍ଟ ଅନୁପାତରେ କୌଣସି ମୌଳିକ ଉପାଦାନ ଗୁଡ଼ିକୁ ସେଥିରେ ଦ୍ରବୀଭୂତ କରାଇ ମିଶ୍ର ଧାତୁ ସୃଷ୍ଟି କରାଯାଇଥାଏ। ଏହାପରେ ଆମେ କ'ଣ କରିଥାଉ? ଏହାପରେ ଆମେ ଶୀତଳୀକରଣ କରିଥାଉ। ଏଠାରେ କ'ଣ କରାଯାଇଥାଏ? ଯେଉଁ ମିଶ୍ର ଧାତୁଟି ସୃଷ୍ଟି ହେଲା ତାକୁ ଆମେ ରୁମ୍ ଟେମ୍ପରେଚରରେ ଥଣ୍ଡା ବା ଶୀତଳ କରିଥାଉ। ତାହାକୁ ଶୀତଳୀକରଣ ବୋଲି କୁହାଯାଇଥାଏ। ଆମ ବିଶ୍ୱରେ 24 କ୍ୟାରେଟ୍ ସୁନା ହେଉଛି ସବୁଠାରୁ ଅଧିକ ଶୁଦ୍ଧ, କିନ୍ତୁ ଏହା ନରମ ହୋଇଥିବାରୁ ଏହାକୁ ଅଳଙ୍କାର ତିଆରିରେ ପ୍ରସ୍ତୁତ କରାଯାଇପାରେ ନାହିଁ।
ତେଣୁ ସୁନାକୁ ମଜବୁତ କରିବା ପାଇଁ ସେଥିରେ ଅଳ୍ପ ପରିମାଣରେ ତମ୍ବା କିମ୍ବା ରୂପା ମିଶାଯାଏ। ଏହି ପ୍ରକ୍ରିୟାକୁ ମିଶ୍ର ଧାତୁ ତିଆରି କରିବା ବୋଲି କୁହାଯାଇଥାଏ। 22 କ୍ୟାରେଟ ସୁନା ହେଉଛି 22 ଭାଗ ଶୁଦ୍ଧ ସୁନା ଏବଂ 2 ଭାଗ ତମ୍ବା କିମ୍ବା ରୂପା। ଏହା ଦ୍ୱାରା କ'ଣ ଲାଭ ହୋଇଥାଏ? ଅଳଙ୍କାର ଅଧିକ ମଜବୁତ ହୋଇଥାଏ, ସହଜରେ ଭାଙ୍ଗେ କିମ୍ବା ବାଙ୍କି ଯାଏ ନାହିଁ। ଦୈନନ୍ଦିନ ବ୍ୟବହାରରେ ଏହାକୁ ଆମେ ସହଜରେ ବ୍ୟବହୃତ କରିପାରୁ। ବର୍ତ୍ତମାନ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ମିଶ୍ର ଧାତୁ ବିଷୟରେ ପଢ଼ିବା। ପିତ୍ତଳକୁ ଆମେ କିପରି ଭାବରେ ପ୍ରସ୍ତୁତ କରିଥାଉ? ତମ୍ବା ଏବଂ ଦସ୍ତାକୁ ମିଶାଇ ଆମେ ପିତ୍ତଳ ସୃଷ୍ଟି କରିଥାଉ। ଏହାକୁ ଆମେ ତାଲା, ସ୍କ୍ରୁ, ବାଦ୍ୟଯନ୍ତ୍ର ଏବଂ ସାଜସଜ୍ଜା ସାମଗ୍ରୀରେ ଆମେ ଏହାକୁ ବ୍ୟବହାର କରିଥାଉ। ସେହିଭଳି କଂସାକୁ କିପରି ଭାବରେ ପ୍ରସ୍ତୁତ କରାଯାଇଥାଏ? ତମ୍ବା ଏବଂ ଟିଣକୁ ମିଶାଇ କଂସା ପ୍ରସ୍ତୁତ କରାଯାଇଥାଏ। ଏହାକୁ ଆମେ ମୂର୍ତ୍ତି, ପଦକ, ଘଣ୍ଟା, ପାତ୍ର ପ୍ରସ୍ତୁତିରେ ବ୍ୟବହାର କରିଥାଉ। ସୋଲ୍ଡରକୁ ଆମେ କିପରି ଭାବରେ ପ୍ରସ୍ତୁତ କରିଥାଉ? ସୀସା ଏବଂ ଟିଣକୁ ମିଶାଇ ଆମେ ସୋଲ୍ଡର ପ୍ରସ୍ତୁତି କରିଥାଉ। ଏହାକୁ ବିଦ୍ୟୁତ ତାର ଓ ଇଲେକ୍ଟ୍ରୋନିକ ଉପକରଣକୁ ଯୋଡ଼ିବା ପାଇଁ ବ୍ୟବହାର କରାଯାଏ। ଭାରତର ଦିଲ୍ଲୀରେ ଏକ ପ୍ରସିଦ୍ଧ ଲୌହ ସ୍ତମ୍ଭ ଯାହାକି ଆଇରନ୍ ପିଲର ଅଛି। ଏହା ପ୍ରାୟ 1600 ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା। ଏତେ ବର୍ଷ ବିତିଗଲା କିନ୍ତୁ ଏଥିରେ କଳଙ୍କି ଏପର୍ଯ୍ୟନ୍ତ ଲାଗିନାହିଁ। ଏହାର କାରଣ ହେଉଛି ଲୌହ ସ୍ତମ୍ଭଟି ଉଚ୍ଚ ଶୁଦ୍ଧତାର ଲୁହାରେ ତିଆରି କରାଯାଇଥିଲା ଏବଂ ଏହାର ଉପରେ ଫସ୍ଫରସ୍ ଯୁକ୍ତ ସୁରକ୍ଷାର ସ୍ତର ସୃଷ୍ଟି କରାଯାଇଛି, ଯାହା ଲୁହାକୁ ଜଙ୍କ୍ ଖାଇବାରୁ ବା କଳଙ୍କି ଧରିବାରୁ ରକ୍ଷା କରୁଛି। ଏହି ଲୁହା ସ୍ତମ୍ଭର ଉଚ୍ଚତା 8 ମିଟର ଅଟେ ଏବଂ ଏହାର ଓଜନ ପ୍ରାୟ 6 ଟନ୍ ବା 6000 କେଜି ଅଟେ।